ମାଥ୍ୟୁ ପୁସ୍ତକ 3 ପର୍ବ 13ରୁ 15 ପଦ ଯାଏ। ସେତେବେଳେ ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ହେବା ନିମନ୍ତେ ଗାଲିଲରୁ ଜୋର୍ଦାନକୁ ଆସିଲେ। କିନ୍ତୁ ଯୋହନ ତାହାଙ୍କୁ ନିବାରଣ କରିବାକୁ ଚେଷ୍ଟା କରି କହିଲେ, ଆପଣଙ୍କ ଦ୍ୱାରା ବାପ୍ତିସ୍ମ ହେବା ମୋର ପ୍ରୟୋଜନ ଆଉ ଆପଣ ମୋ ନିକଟକୁ ଆସୁଅଛନ୍ତି। ମାତ୍ର ଯୀଶୁ ତାଙ୍କୁ ଉତ୍ତର ଦେଲେ, ଏବେ ସମତ ହୁଅ, କାରଣ ଏହି ପ୍ରକାର ସମସ୍ତ ଧର୍ମକର୍ମ ସାଧନ କରିବା ଆମମାନଙ୍କର ଉପଯୁକ୍ତ। ସେଥିରେ ସେ ତାହାଙ୍କ କଥାରେ ସମ୍ମତ ହେଲେ। ବାଇବଲରେ ଯେତେବେଳେ ଆମେ ଦେଖୁଛୁ ଆଉ ପ୍ରଭୁଙ୍କର ହୃଦୟକୁ ଯେତେବେଳେ ନେଇକି ଚିନ୍ତା କରୁଛୁ, ପ୍ରଭୁଙ୍କର ହୃଦୟ କ'ଣ ଜାଣିଛନ୍ତି? ପରମେଶ୍ୱରଙ୍କ ହୃଦୟ ହେଉଛି ଜଣେ ପାପୀ ପ୍ରଭୁରେ ପରିତ୍ରାଣ ପାଉ, ଜଣେ ପାପୀ ମନ ପରିବର୍ତ୍ତନ କରିକି ଈଶ୍ୱରଙ୍କ ପ୍ରଭୁରେ ସ୍ୱୀକାର କରୁ, ବାକ୍ୟକୁ ନିଜ ହୃଦୟରେ ପ୍ରଭୁରେ ଜାଗ୍ରତ କରୁ। ଭାଇ ଭଉଣୀ, ମୋତେ ଆପଣ ଯେମିତି ଦେଖୁଛନ୍ତି ମୁଁ ସେମିତି ଲୋକ ନାହିଁ। ମୁଁ ବି ଦିନେ ପ୍ରଭୁରେ କଦର୍ଯ୍ୟ ଜୀବନ ଯାପନ କରୁଥିଲି। ମୁଁ ମଧ୍ୟ ନିଜକୁ ବିଶ୍ୱାସ କରିକି ନିଜ ଉପରେ ନିର୍ଭର କରିକି ଜୀବନ ଯାପନ କରିବା ଲୋକ ଥିଲି। କିନ୍ତୁ ଦିନେ ମୋର ମାଲିକ ବଦଳି ଗଲେ। ପରମେଶ୍ୱର ମୋର ମାଲିକକୁ ବଦଳେଇ ଦେଲେ। ଯେଉଁ ପର୍ଯ୍ୟନ୍ତ ମୋର ମାଲିକ ମୁଁ ନିଜେ ହେଇକି ବଞ୍ଚୁଥିଲି, ସେତିକି ଦିନ ପର୍ଯ୍ୟନ୍ତ ମୋର ଜୀବନରେ ନିଜର ଚେଷ୍ଟା ନିଜର ବଳ ପ୍ରଭୁରେ ଥିଲା। କିନ୍ତୁ ମୋର ମାଲିକ ପରିବର୍ତ୍ତନ ହେଲା ପରେ, ମାଲିକ ବଦଳି ଗଲା ପରେ ମୋର ଜୀବନରେ ଯୀଶୁ ପ୍ରଭୁରେ ମାଲିକ ହେଇକି ମୋତେ ପଢ଼େଇକି ନେଇଛି। ମୁଁ ବେଶୀ ଭଲ ଲୋକ, ସେଥିପାଇଁ ମୁଁ ଚର୍ଚ୍ଚରେ ପାଷ୍ଟ ହେଇଛି ସେମିତି ନାହିଁ। ଚର୍ଚ୍ଚରେ ଆପଣଙ୍କର ବହୁତ କଦର୍ଯ୍ୟ ଲୋକ। ସତରେ ଆପଣମାନେ ଯେମିତି ନର୍ମାଲ ଭାଇ ଓ ଭଉଣୀ ଭାବରେ ବଞ୍ଚି ପାରୁଛନ୍ତି, ପ୍ରଭୁ ମୋତେ ଜାଣିଥିଲେ ମୁଁ ସେମିତି ବଞ୍ଚି ପାରିବିନି। ସେଥିପାଇଁ ଚର୍ଚ୍ଚକୁ ପରମେଶ୍ୱର ମୋତେ ଆଣିଲେ। ଚର୍ଚ୍ଚରେ ଗୋଟେ ପାନ୍ଥଶାଳାର କର୍ତ୍ତାଙ୍କ ପରି ପାଷ୍ଟରଙ୍କୁ ମୋତେ ସମର୍ପଣ କରାଯାଇଛି। ଯେମିତି ପାଷ୍ଟରଙ୍କ ଦ୍ୱାରା ପ୍ରଭୁତ୍ୱରେ ପଢ଼େଇକି ନିଆଯିବ। ଚର୍ଚ୍ଚ ଦ୍ୱାରା ପ୍ରଭୁତ୍ୱରେ ସେବା ପାଇବି। ମୁଁ ବେଶୀ ଦୁଷ୍ଟ ଲୋକ ଥିଲି। 2008-9ରେ ଆମେ ଦଙ୍ଗା କରିଥିଲୁ। ମୁଁ ଦଙ୍ଗା କରିଥିଲି। ମୋର ଜୀବନରେ ପାପ କରିବା ବିଷୟ ଯଦି କହିଲେ ଦିନ ସାରା କହିଲେ ବି ପ୍ରଭୁତ୍ୱରେ ସରବର। ମୁଁ ଫିଲ୍ମ ଦେଖିବା ପାଇଁ ପସନ୍ଦ କରୁନଥିଲି। ସତରେ ଫିଲ୍ମ ଦେଖିବା ପାଇଁ ପସନ୍ଦ କରୁନଥିଲି। କିନ୍ତୁ ମୁଁ ଅଲଗା ଫିଲ୍ମ ଯାକ ଦେଖୁଥିଲି, ଯାହାକି ମନୁଷ୍ୟକୁ ଦେଖିବା ଦରକାର। ମୁଁ ସେମିତି ଲୋକ ଥିଲି। ମୁଁ ସେ ପ୍ରକାର ଜୀବନ ଯାପନ କରୁଥିଲି। କିନ୍ତୁ ପରମେଶ୍ୱର ମୋତେ ଦେଖେଇଦେଲେ। ପରମେଶ୍ୱର ମୋ ଲାଇଫରେ କାମ କରିବା ପୂର୍ବରୁ ପରମେଶ୍ୱର ମୋତେ ଖାଲି କଲେ। ମୋର ବାପା ମାଆଙ୍କୁ ପ୍ରଭୁତ୍ୱରେ ନେଇକି ଗଲେ। ମୁଁ ଯାହା ଉପରେ ନିର୍ଭର କରୁଛି ସେ ସବୁ ବିଷୟକୁ ମୋ ଠାରୁ କାଢ଼ିଦେଲେ। ପରମେଶ୍ୱର ମୋତେ ଶୂନ୍ୟ କଲେ, ଖାଲି କଲେ। ମୋ ପାଖରେ କେହି ସାହାରା ନଥିଲେ। ମୁଁ କାହା ଉପରେ ଜଣଙ୍କ ଉପରେ ନିର୍ଭର କରିପାରିବି, ତାଙ୍କ ଦ୍ୱାରା ପ୍ରଭୁତ୍ୱରେ ବଞ୍ଚିବି, ଏ ପ୍ରକାର ଲୋକ ମୋ ପାଖରେ ନଥିଲେ। ମୁଁ ଦିନେ ବହୁତ ନିରାଶତା ସେଇକି ଜୀବନ ବଞ୍ଚୁଥିଲି। ମୁଁ ଏମିତି ହିଁ ଚର୍ଚ୍ଚକୁ ଆସିଲି ସେମିତି ନାହିଁ। ମୋର ଜୀବନରେ ବେଶୀ କଷ୍ଟକର ବିଷୟ ଥିଲା, ସମସ୍ୟା ଥିଲା। ମୁଁ ଖୁସି ଚାହୁଁଥିଲି, ଆଶାରେ ବଞ୍ଚିବା ପାଇଁ ପ୍ରଭୁତ୍ୱରେ ପସନ୍ଦ କରୁଥିଲି। କିନ୍ତୁ ମୋତେ କେହି ଆଶା ଦେବା ଲୋକ ନଥିଲେ। ଏ ପ୍ରକାର ସ୍ଥିତିରେ ଜଣେ ଭାଇ ପ୍ରଭୁତ୍ୱରେ ମୋ ପାଖକୁ ଆସିଲା, ମୋତେ ଇନଭାଇଟେସନ୍ ପ୍ରଭୁତ୍ୱରେ ଦେଲେ। ସେ ସମୟରେ ମୁଁ ଚର୍ଚ୍ଚକୁ ଯାଇକି ବାକ୍ୟ ଶୁଣିବାକୁ ଆରମ୍ଭ କଲି। ପ୍ରଥମେ ମୋତେ ଭଲ ଲାଗିଲାନି, କିନ୍ତୁ ପରବର୍ତ୍ତୀ ସମୟ ତଳେ ଦେଖିଲି ଯାହା ବି ପ୍ରଭୁତ୍ୱରେ ପ୍ରଚାର ହେଉଛି ମୋର ଆତ୍ମା ନିମନ୍ତେ ମୁଁ ଖୁସି ହେଇପାରିବ। ମୁଁ ବାକ୍ୟ କେବେ ତୁଚ୍ଛ କରିପାରିଲି ନାହିଁ। ଗୋଟେ ସାଇଡରେ ଗ୍ରହଣ ନ କରିବାର ହୃଦୟ ତିଆରି ହେଉଛି, କିନ୍ତୁ ଅନ୍ୟ ସାଇଡରେ ମୋର ଆତ୍ମା ପାଇଁ ଜାଗ୍ରତ ହେବାର ହୃଦୟ ତିଆରି ହେଉଛି। ମୋ ହୃଦୟ ଭିତରେ ମୁଁ ନିଜକୁ ପ୍ରଭୁତ୍ୱରେ ଦେଖିଲି। ଜଣେ ଚାହୁଁଛି ବାକ୍ୟ ଶୁଣିବା ପାଇଁ, ଜଣେ ଚାହୁଁନାହିଁ। ସେ ଜାଗାରେ ମନର ବିରୋଧରେ ଯୁଦ୍ଧ କରିବା ଜଣେ ଲୋକ ତ ଅଛି। ତ ସେଇ ପ୍ରକାର ବିଷୟକୁ ମୁଁ ଦେଖିପାରିଲି। ସେ ସମୟରେ ମୁଁ କେବେ ପ୍ରଭୁତ୍ୱରେ ତୁଚ୍ଛ କରିପାରିଲି ନାହିଁ। ଚର୍ଚ୍ଚରେ ମୁଁ କାହାକୁ ତୁଚ୍ଛ କରିପାରିଲି ନାହିଁ। 2012 18 ତାରିଖ
दिन मो बहुत आशीर्वाद दिन था ए दिन को मुझे भूली पारे आ दिन मुझे जो खुशी प्रकृति में पाइली मोर जीवन सारा 22 वर्ष धरी खुशी पाइली जन्मर 22 वर्ष पर्यंत केवे खुशी पाइली आम जो बुद्धि जाणिलु आम ठार आम बापा अलग ही आम बापा माँ प्रेम पाइलु आम जीवन केवे पाइलु बापा माँ द्वारा सेवा करा जो पर्यंत आम बुद्धि ना से पर्यंत आम प्रेम पाइलु किंतु मोर 12 वर्ष बयस मोर बापा चलीगले मोर माँ को देहांत 2006 रहीगला ए प्रकार भाव आम बापा माँ को विहीन होकर जीवन यापन कर बापा माँ थी पीरियड आम बेस धनी थी सब किसी टंका खाइबा सब किसी आम निजपाई के चिंता करूँ समस्त विषय माँ बापा चिंता कर दिने परमेश्वर आमको ए प्रकार विषय ठार अलग कले मुझे परमेश्वर को जानी नी सतरे परमेश्वर किए मत परमेश्वर बहुत घृणा मन अन्य मान देखला अन्य मान प्रभुत्रे अन्य मान जीवन को तुलना करके निजर जीवन को तुलना कला मत बहुत कष्ट प्रभुत्रे आसगला मोर बापा ये मरीगले चलीगले मोर सब सान भाई 3 मास होता जन्म हो मोर निजर छुआ परी पोषि चिंता करते केते कष्ट थी किंतु दिने परमेश्वर नायक मत समस्त बोझठार मत विश्राम देले सेटा 2012-18 तारीख से बहुत खुशी मुझे देखिली बाइबल सामने मुझे निज प्रभुत्रे क्लियर प्रभुत्रे देखिली मुझे क्या लोक सतरे परमेश्वर मत कहीं प्रकार विषय को शुणाऊँ परिताण पाइला पर बहुत ताड़ना आसला मोर चाचा निजर चाचा प्रभुत्रे मत ताड़ना करने आरंभ कर मोर भाई मैंने मत कहना मोर चाचा प्रभुत्रे कहना तो वाक्य शुणु ठीक अच्छे कि चर्च जावाटा ठीक नहीं तो चर्च जाकि जन क्रिस्टियन भाव में बंचवाटा ठीक नहीं मो पाखे उत्तर नाला विषय उत्तर देवाई तेणु मुझे पास्टर को फोन कली मोर चाचा चाचा एमती कहूँ कौन उत्तर देव किसी जाने से समय पास्टर गोटे गाड़ मत कहले तू हूँ दीप्ति तुम चाचा हो अंधकार दीप्ति अंधकार गोटे जगह मिसिक रही पार अंधकार अंधकार जगह दीप्ति दीप्ति जगह दीप्ति दीप्तिर काम कर अंधकार अंधकार काम कर किंतु तू जो अंधकार जदि अंधकार सहित सहभागिता बचबू तेज तोर लाइफ अंधकार मुझे जानिली से समय मोर मालिक बदली जाए मो मालिक पुरातन मालिक ना मोर नूतन मालिक आसी सामने नूतन मालिक होती दीप्ति पुरातन मालिक होती अंधकार तो निहत मो पाखे ताड़ना आसूँ यार अर्थ अंधकार चाहूनी दीप्ति भाव में दीप्ति बंचु अंधकार एपाई प्रभुत्व घृणा कर समय मोर हृदय प्रभुत्व प्रभुकर वाक्य आड़ को स्थिर होता से समय मु चर्च को जीवाटा आरंभ कर मत केत थर कह 2 थर 3 थर 4 थर कह पार्टी पहुँचू दिने मोर चाचा को उत्तर देली चाचा से मत कौन कही जानी तू जो ए प्रकार भाव क्रिस्टियन भाव में बचबू आम ते समाज कार्ड देव गाँव रू कार्ड देव कौन सी समस्या परिस्थिति आम साहय करूँ ना सपोर्ट करूँ ना तोर मरण में हो कि तोर भोजी क्षेत्र में हो जहाँ जेकोसी क्षेत्र तो सहित गाँ प्रभुत्व छेड़ा हम मुझे बेस डरी जाइए पास्टर यहाँ कहला पास्टर कहले तू जो मरीजी मुझे तो कॉफी बॉक्स तैयार करी बस भल से ते समाधि देवी मो पाखे बहुत भाई मैंने अच्छा जो मैंने तोते प्रभुत्व बेस जत्न प्रभुत्व कर किसी व्यस्त है ना तो कौन बड़ सुषमाचार बड़ ना तो ताड़ना को ताड़ना पाई पशु फेरवाटा बड़ मुझे समय गोटे विषय को देखिली परमेश्वर मत मोर सहवर्ती हो जोसेफ लाइफ ताड़ना थिला जोसेफ को तार निजर भाई मैंने प्रभुत्व बिकिदेले पानी ना कुआं पकईले
କିନ୍ତୁ ଯୋସେଫ ସହିତ କିଏ ସହବର୍ତ୍ତୀ ଥିଲା? ଯୋସେଫ କ'ଣ ଗରିବ ହେଲେ? ଯୋସେଫ କ'ଣ ଗରିବର ଲାଇଫ ଭିତରେ ବଞ୍ଚିଲେ? ତାର ଫ୍ୟାମିଲି ଲୋକ ତା ସହିତ ସପୋର୍ଟ କଲେ ନାହିଁ, ତାର ଭାଇମାନେ ତାକୁ ଘୃଣା କଲେ, ସେଥିପାଇଁ ଯୋସେଫ ପରବର୍ତ୍ତୀ ସମୟରେ ବେଶୀ କଷ୍ଟକର ଜୀବନ ବଞ୍ଚିଲେ କି? ନା ଯୋସେଫ ଦିନକୁ ଦିନ ସମୃଦ୍ଧି ହେଲେ? କାହିଁକି ସମୃଦ୍ଧି? ପାଷ୍ଟ ମତେ ଗୋଟେ ବିଷୟ କହିଲେ, ଯୋସେଫ ଯଦି ସମୃଦ୍ଧି ହେଲେ, ଯୋସେଫ ଲାଇଫରେ ମତେ ତାଡ଼ନା ଥିଲା, ବିନା କାରଣ ପବିତ୍ର ଜେଲରେ ପକା ଯାଉଛନ୍ତି, କିନ୍ତୁ ଯୋସେଫର ଲାଇଫକୁ ଦେଖ, ଯୋସେଫର ଲାଇଫକୁ ତୁ ମନେ ପକା, ଯୋସେଫ କେତେ ସମୃଦ୍ଧି, କିନ୍ତୁ ପ୍ରଭୁ ତାର ସମୃଦ୍ଧି। ତୁ ଯଦି ତୋର ଚାଚାର କଥାକୁ ଶୁଣିବୁ, ସେ ବିଷୟକୁ ଡରିକି ଚର୍ଚ୍ଚର ସହବର୍ତ୍ତୀ ହବୁ ନାହିଁ, ଚର୍ଚ୍ଚକୁ ଆସିବ ନାହିଁ, ତୋର ବେଶୀ କ୍ଷତି ହବ। ସତରେ ମୁଁ ଯଦି ସେଦିନ ଫେରିଥାନ୍ତି ହେଲେ ମୋର ଜୀବନ କ'ଣ ହେଇଥାନ୍ତା? ସତରେ ମୁଁ ପ୍ରଭୁରେ ଆଜି ଯେମିତି ଖୁସି ହେଇପାରୁଛି, ଚର୍ଚ୍ଚରେ ବାକ୍ୟ ପ୍ରଚାର କରିପାରୁଛି, ଏ ପ୍ରକାର ଲାଇଫ କ'ଣ ମୋ ପାଖରେ ଥାନ୍ତା କି? କେବେ ବି ନାହିଁ। ମୋ ପାଖରେ ଦିନେ ବହୁତ ପଇସା ଆସିଲା, ସତରେ କହୁଛି। ଗୋଟେ ସମୟ ଥିଲା 2002ରୁ 2009 ପର୍ଯ୍ୟନ୍ତ ଆମେ ବେଶୀ କଷ୍ଟକର ଲାଇଫକୁ ପହଞ୍ଚିଲୁ, କିନ୍ତୁ 2010ରେ ମୁଁ ଗୋଟେ ଏନ୍ଜିଓରେ ଯେତେବେଳେ କାମ କରିବାକୁ ଆରମ୍ଭ କଲି, ମୋ ପାଖରେ ପଇସା ଆସିବାକୁ ଆରମ୍ଭ କଲି। ମୋର ଫାଷ୍ଟ ସାଲାରୀ 3000 ଟଙ୍କା ଥିଲା, 3000 ମୋର ଜୀବନ ଆରମ୍ଭ ହେଲା। ଗୋଟେ ବର୍ଷ ପରେ 6000 ଟଙ୍କା ବୃଦ୍ଧି ହେଲା। 2 ବର୍ଷ ପରେ ବହୁତ ଟଙ୍କା ପ୍ରଭୁତ୍ୱରେ ଆସିଲା। ଆମେ ଯେଉଁ କାମ ପ୍ରଭୁତ୍ୱରେ କରୁଥିଲୁ, ଉପରେ ବେଶୀ ବହୁତ ଥିଲା, ସେତେ ମୋର ଇନକମ୍ ମନ୍ଥଲି ମୋର ସାଲାରୀ ହେଉଛି 6000 ଟଙ୍କା, କିନ୍ତୁ ଉପରେ ଯାହା ପ୍ରଭୁତ୍ୱରେ ମୁଁ ବେଶୀ ପାଉଛି ସେଇଟା ବେଶୀ 20,000, 30,000, 35,000 ଟଙ୍କା ବେଶୀ ମିଳୁଛି। ପାଖାପାଖି ଗୋଟେ ମାସକୁ 40,000 ଟଙ୍କା ପ୍ରଭୁତ୍ୱରେ ଆସୁଛି। ଯେତେବେଳେ ପଇସା ମୋର ଜୀବନରେ ଆସିଲା, ଦିନ ମୋର ଜୀବନ ପ୍ରଭୁତ୍ୱରେ ଧ୍ୱଂସ ଆଡ଼କୁ ଗତି। ଏ ପ୍ରକାର ସମସ୍ୟା ପରିସ୍ଥିତି ପାଇଁ ଦିନେ ମୋତେ ଜେଲ୍ ଯିବାକୁ ପଡ଼ିଥାନ୍ତା। ମୋ ନାଁରେ କେସ୍ ହେଲା, କିନ୍ତୁ କେସ୍ରେ ମୁଁ ନିର୍ଦ୍ଦୋଷ ହେଲି। ଯେଉଁମାନେ ମୋ ନାଁରେ କେସ୍ କଲେ ସେମାନେ କୌଣସି ପ୍ରମାଣ ପାଇଲେନି। ଆଉ ଦିନେ କେସ୍କୁ ପ୍ରଭୁତ୍ୱରେ ଫଲ୍ସ ବୋଲି ପ୍ରଭୁତ୍ୱ ପ୍ରମାଣିତ କରିକି ସେ କେସ୍କୁ ପ୍ରଭୁତ୍ୱ ୱିଥ୍ଡ୍ର କଲେ। ଦିନେ ମୁଁ ଯାଇକି ପଚାରିଲି ମୋର କେସ୍ ବିଷୟରେ କ'ଣ? ମୋତେ ଥାନାର କ'ଣ ଆସିଲା ଜାଣିଛନ୍ତି? ତମର କେସ୍ ଫଲ୍ସ ହେଇଗଲା, ବ୍ୟସ୍ତ ହୁଅ ନାହିଁ। ଏ ପ୍ରକାର ଭାବରେ ପରମେଶ୍ୱର ମୋତେ ସହବର୍ତ୍ତୀ ହେଲେ। ଏ ପ୍ରକାର ଭାବରେ ପରମେଶ୍ୱର ମୋ ଲାଇଫ୍ ଆଜି ପର୍ଯ୍ୟନ୍ତ କାମ କରିକି ଆସିଅଛି। ସତରେ ପାଇବନି। ପରିଣାମ ପାଇଲା ପରେ ମୁଁ କେବେ କଷ୍ଟକର ଲାଇଫ୍ ବଞ୍ଚିନି। 2015 ମସିହାରେ ମୁଁ ପରିଣାମ ମିଶନ ସ୍କୁଲରେ ଏଣ୍ଟ୍ରି କଲି, ଯେଉଁ ସ୍ଥିତିରେ କି ଆମ ଘରେ କେହି ନଥିଲେ ଯେ କାମ କରିବାକୁ। ମୋର ଭାଇମାନେ ମୋ ଉପରେ ପ୍ରଭୁତ୍ୱରେ ବିଶ୍ୱାସ କରୁଥିଲେ, ମୋତେ ନିର୍ଭର କରିକି ବଞ୍ଚିବା ଲୋକ ଥିଲେ। ମୁଁ କେବେ ବି ସେତିକି ପର୍ଯ୍ୟନ୍ତ ମୋର ଭାଇମାନଙ୍କୁ ପ୍ରଭୁତ୍ୱରେ ବୋଝ ଦେଇନଥିଲି। କିନ୍ତୁ 2012ରେ ପରିଣାମ ପାଇଲା ପରେ, 2015ରେ ପାଷ୍ଟ ପାରଙ୍କର ବାକ୍ୟ ଶୁଣିଲା ପରେ ମୁଁ ମିଶନ ସ୍କୁଲକୁ ଯିବାର ହୃଦୟ ପ୍ରଭୁତ୍ୱରେ ପାଇଲି। ଦିନେ 2015 ମସିହା ଜୁଲାଇ ମାସ 6 ତାରିଖରେ ମୁଁ ମିଶନ ସ୍କୁଲରେ ଏଣ୍ଟ୍ରି କଲି। ମୁଁ ଏଣ୍ଟ୍ରି କରିବା ପୂର୍ବରୁ ଆମର ଭାଇମାନଙ୍କୁ ପ୍ରଭୁତ୍ୱରେ ବସେଇଲେ, କହିଲି ମିଶନ ସ୍କୁଲକୁ ଯାଉଛି, ପ୍ରଭୁ ତମର ମାଲିକ, ପରମେଶ୍ୱର ତମକୁ ଜ୍ଞାନ ବୁଦ୍ଧି ଦେବୁ, ସେ ପଢ଼େଇକି ନେବେ। ମୋର ଭାଇମାନେ କିଏ ବୁଝିଲେ ନାହିଁ। ଯେହେତୁ 2015 ମୁଁ +2 ସାଇନ୍ସ ଫାର୍ଷ୍ଟ ଇୟର ଜଏନ୍ କରିଥିଲି, ପଢ଼େଇବି କହିଲି। କିନ୍ତୁ ମୋର ଭାଇମାନଙ୍କୁ ଭଉଣୀମାନେ ଯେତେବେଳେ କହିଲି, ସେମାନେ କହିଲେ ଠିକ୍ ଅଛି ଭାଇ ବୋଧେ ହଷ୍ଟେଲରେ ଯାଇକି ରହିବେ। ସେଥିପାଇଁ ସେମାନେ ଖୁସି ଥିଲେ, ଠିକ୍ ଅଛି ଯାଅ। କିନ୍ତୁ ମୁଁ ଯେତେବେଳେ ଆସିଲି, 1 ବର୍ଷ ହେଲା ମୁଁ ଘରକୁ ଯାଉନି, 2 ବର୍ଷ ହେଲା ଘରକୁ ଯାଉନି। ଦିନେ ମୋର ଭାଇ ଚର୍ଚ୍ଚକୁ ଆସିଲା, ମୋ ବିଷୟରେ ପଚାରିଲା। ସେ କାହିଁ ଗୋଟେ ଦିନ ଚର୍ଚ୍ଚ ଘରକୁ କାହିଁକି ଆସୁନି, 2 ବର୍ଷ ବିତିଗଲା। ମୁଁ ସେତେବେଳେ ମୋର ମିଶନ ସ୍କୁଲ ବିଷୟରେ କହିଲି, ମୁଁ ମିଶନ ସ୍କୁଲକୁ ଅଛି, ବାଇବଲ ଟ୍ରେନିଂ କରୁଛି। ମୋର ଭାଇ ମୋତେ କିଛି କହିଲାନି। ଠିକ୍ ଅଛି ଭାଇ ହେଲେ ଏମିତି ହେଇକି ମୋର ମିଶନ ସ୍କୁଲ ଲାଇଫ୍ 6 ବର୍ଷ ପ୍ରଭୁତ୍ୱରେ ବିତିଗଲା। ଦିନେ ପାଷ୍ଟର ଭାବରେ ଅର୍ଡିନେସନ୍ ମୋତେ ଦିଆହେଲା। ମୁଁ ଚର୍ଚ୍ଚରେ
ଗୋଟେ ଚର୍ଚ୍ଚକୁ ପ୍ରକୃତିରେ ପଠାହେଲା ସେ ଜାଗାରେ ଅନୁଗ୍ରହ ପାଇକି ପ୍ରକୃତିରେ ବଞ୍ଚିକି ଆସିଲା। ଅନୁଗୁଳ ଚର୍ଚ୍ଚ ହେଉଛି ମୋ ପାଇଁ ଦ୍ୱିତୀୟ ନମ୍ବର ଚର୍ଚ୍ଚ, ଯେଉଁଟାକି ବହୁ ମତେ ଜାଗାରେ ପଠେଇଛି। ସେଥିପାଇଁ ଆମର ମାଲିକ ଯଦି ପରମେଶ୍ୱର ହେବେ, ପରମେଶ୍ୱର ନିହାତି ଆମମାନଙ୍କୁ ପ୍ରକୃତିରେ ପଢ଼େଇକି ସେଥିପାଇଁ ବାଇବଲରେ ମୋତେ ଯେମିତି ଦେଖୁଛନ୍ତି ମୁଁ ସେମିତି ଲୋକ ନାହିଁ। ମୁଁ ବେଶୀ ଦୁଷ୍ଟ ଲୋକ, ମନ୍ଦ ଲୋକ। ମୁଁ ଯେତେବେଳେ ନିଜକୁ ଦୁଷ୍ଟ ବୋଲି କହୁଛି, ମନ୍ଦ ବୋଲି କହୁଛି, ପରମେଶ୍ୱର ମୋତେ କଢ଼େଇକି ନେଉଛନ୍ତି। ସତରେ ପରମେଶ୍ୱର ମୋତେ କଢ଼େଇକି ନେଉଛନ୍ତି। ବାଇବଲରେ ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ନିୟମ ଦେଲେ। କ'ଣ ନିୟମ ଦେଲେ? ତମେ ପ୍ରତି ପରମେଶ୍ୱର ନାଁରେ ମିଥ୍ୟା ନେବ ନାହିଁ, ଅଲଗା ଦେବତା ନିର୍ମାଣ କରିବ ନାହିଁ, କି ପ୍ରଣାମ କରିବ ନାହିଁ, କି ତା ନାଁରେ ଧୂପ ଜଳେଇବ ନାହିଁ। ଦିନେ ଇସ୍ରାଏଲ ଲୋକ ପ୍ରକାର ବ୍ୟବସ୍ଥା ପାଇଲା ପରେ, ନିୟମ ପାଇଲା ପରେ, ପ୍ରଭୁଙ୍କ ରାସ୍ତାରେ ଯେତେବେଳେ ଗଲା ବେଳକୁ ଇସ୍ରାଏଲ ଲୋକ ପାପ କଲେ। ଦିନେ ଇସ୍ରାଏଲ ଲୋକ ପ୍ରଭୁତରେ ମିଶର ଦେଶକୁ ପଳେଇଲେ। ମିଶର ଦେଶକୁ ପଳେଇଲା ପରେ ପରମେଶ୍ୱର ମୂଷାଙ୍କୁ ଆହ୍ୱାନ କଲେ ଇସ୍ରାଏଲ ଲୋକମାନଙ୍କୁ ବାହାର କରିକି ଆଣିବା ନାହିଁ। ଦିନେ ମୂଷା ଇସ୍ରାଏଲ ଲୋକମାନଙ୍କ ସମ୍ମୁଖରେ ଛିଡ଼ା ହେଲେ ଫାରୋ ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ। ଫାରୋ ରାଜାଙ୍କୁ ଯୁଦ୍ଧ କଲା ପରେ ମୂଷା ପ୍ରଭୁତରେ ଇସ୍ରାଏଲ ଲୋକଙ୍କୁ ବାହାର କରିକି ଆଣିଲେ। 6 ଲକ୍ଷ ପଦାତିକ ଲୋକ। ଇସ୍ରାଏଲ ଲୋକମାନେ ଯେତେବେଳେ ମରୁପ୍ରାନ୍ତରେ ଯାତ୍ରା କଲେ, ମରୁପ୍ରାନ୍ତରେ କିଏ ଥିଲା ଇସ୍ରାଏଲ ଲୋକମାନଙ୍କୁ ସପୋର୍ଟ କରିବା ପାଇଁ? ପାଣି ନଥିଲା, ଖାଇବା ନଥିଲା, କି ଗଛ ନଥିଲା, କୌଣସି ପ୍ରକୃତିରେ ସାହାରା ନଥିଲା। କିନ୍ତୁ ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ପ୍ରୋଟେକ୍ସନ କରିକି ଆଣିଲେ। ଦିନ ବେଳେ ମେଘସ୍ତମ୍ଭ, ରାତିରେ ଅଗ୍ନିସ୍ତମ୍ଭ ଦେଇକି କଢ଼େଇକି ଆଣିଲେ। ଲୋକ ପାଣି ପିଇବାକୁ ଚାହିଁଲେ ପଥରକୁ ଯଷ୍ଟି ଦ୍ୱାରା ଆଘାତ କଲେ, ପାଣି ବାହାରିଲା। ମୂଷା ପ୍ରାର୍ଥନା କଲେ, ଆକାଶର ମାନା ବର୍ଷିଲା, ଭାଟ ପକ୍ଷୀ ବର୍ଷିଲା। ଏ ପ୍ରକାର ଭାବରେ ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ଖାଦ୍ୟ ଖୋଇକି ପାଣି ପିଏଇକି ପ୍ରକୃତିରେ ମରୁପ୍ରାନ୍ତରେ ଯାତ୍ରା କରିକି ଆଣିଲେ। କିନ୍ତୁ ଦିନେ ପରମେଶ୍ୱର ମୂଷାଙ୍କୁ ପ୍ରକୃତିରେ ଡାକିଲେ, ମୂଷା ତୁ ଆସେ, ତୁ ସିନାଇ ପର୍ବତକୁ ଆସେ ବୋଲି ପ୍ରଭୁଙ୍କୁ ଡାକିଲେ। ମୂଷା ଯେତେବେଳେ ସିନାଇ ପର୍ବତକୁ ଗଲେ ପରମେଶ୍ୱର ସ୍ୱର୍ଗର ସମାଗମ ତମ ବିଷୟରେ ଦେଖେଇଲେ। ଯେତେବେଳେ ସ୍ୱର୍ଗର ସମାଗମ ଦେଖେଇଲେ, ମୂଷା ଭଲ ସେ ଦେଖିଲେ। 40 ଦିନ 40 ରାତ୍ରି ଭଲ ସେ ଦେଖିଲେ, ନୋଟ କଲେ। ସେ ସମୟରେ ମୂଷା ସବୁ ବିଷୟକୁ ଦେଖିଲେ। ପ୍ରଥମ ସେଠି ଦୀପ ରଖା ଅଛି। ଯଦି ଆମେ ଦେଖିବା ସେଠି ପ୍ରଥମରେ ଦୀପ ରଖା ଅଛି, ଦୀପ ବୃକ୍ଷ ଅଛି, ମେଜ ଦର୍ଶନୀ ରୋଟି ପ୍ରକୃତିରେ ରଖିଥିବାର ଅଛି। ଦ୍ୱିତୀୟରେ ମହାପବିତ୍ର ଭାଗ ପ୍ରକୃତିରେ ଆସୁଛି। ସୁବର୍ଣ୍ଣର ଧୂପବେଦୀ ଅଛି, ସୁବର୍ଣ୍ଣର ମଣ୍ଡିତ ନିୟମ ସିନ୍ଧୁକ ପ୍ରକୃତିରେ ଅଛି। ଏ ନିୟମ ସିନ୍ଧୁକ ଭିତରେ ମାନା ପ୍ରକୃତିରେ ରଖାଯାଇଛି, ଯଷ୍ଟି ରଖାଯାଇଛି, ସାକ୍ଷ୍ୟପତ୍ର ରଖାଯାଇଛି। ଏ ପ୍ରକାର ବିଷୟ ମୂଷା ପ୍ରକୃତିରେ ଦେଖିଲେ, ସବୁ ନୋଟ କରିକି ଆଣିଲେ। ଆଉ ପରମେଶ୍ୱର ମୂଷା କହିଲେ, ତୁମେ ଜଗତରେ ଏ ପ୍ରକାର ଗୋଟେ ନିୟମ ସିନ୍ଧୁକ ପ୍ରକୃତିରେ ସମାଗମ ତମ ପ୍ରକୃତିରେ ତିଆରି କର। ମୂଷା ସବୁ ପ୍ରକାର ଦେଖିଲେ ଆଉ ଆଇଲେ। ସେ ସମୟରେ ପରମେଶ୍ୱର ମୂଷାଙ୍କୁ 2ଟା ସାକ୍ଷ୍ୟ ପ୍ରସ୍ତର ଫଳକୁ 2ଟା ପଟାରେ ବ୍ୟବସ୍ଥା ପ୍ରକୃତିରେ ଦେଲେ, ନିୟମ ଦେଲେ। ମୂଷା ଏ ପ୍ରକାର ଭାବରେ 2ଟା ନିୟମ ଧରିକି ଆସିଲା ବେଳକୁ ଲୋକ ପ୍ରକୃତିରେ ପ୍ରଭୁଙ୍କ ନାଁରେ ମିଥ୍ୟା ପ୍ରକୃତିରେ ନେଇ ସାରିଛନ୍ତି, ପ୍ରଭୁଙ୍କ ବିରୁଦ୍ଧରେ ପାପ କରିସାରିଛନ୍ତି। ଅଲଗା ଦେବତାକୁ ନିର୍ମାଣ କରିକି ମୂର୍ତ୍ତି ପୂଜା କରିବାରେ ପ୍ରକୃତିରେ ତାକୁ ପ୍ରଣାମ କରୁଛନ୍ତି, ମୁଣ୍ଡିଆ ମାରୁଛନ୍ତି। ପରମେଶ୍ୱର ବେଶୀ ଭଲ ସେ ଜାଣିଲେ। ଯେହେତୁ ମୂଷା ଯୋଉ ସାକ୍ଷ୍ୟ ପତ୍ର ଧରିଛନ୍ତି ସେଟା ହେଉଛି ପବିତ୍ର। ଏ ପବିତ୍ର ବସ୍ତୁ ଯେତେବେଳେ ଯିବ ଲୋକ କେହି ବଞ୍ଚି ପାରିବେ ନାହିଁ। ସେଥିପାଇଁ ମୂଷାଙ୍କୁ ଦିନେ ପ୍ରଭୁ କହିଲେ, ମୂଷା ତୁ ସାକ୍ଷ୍ୟ ପତ୍ର ନେ ନା, ତଳେ ପକା ବୋଲି କହିଲେ। ସେ ସମୟରେ ମୂଷା ତଳେ ପକେଇଲେ। ପରମେଶ୍ୱର ମୂଷାଙ୍କୁ କହିଲେ, ତୁ ଯା ବର୍ତ୍ତମାନ ଇସ୍ରାଏଲ ଲୋକମାନଙ୍କ ସବୁ ତୁ ଘୋଷଣା କରେ, ପ୍ରଭୁଙ୍କ ସପକ୍ଷରେ କିଏ ଅଛି ଏବେ ସେ ଆସୁ। ସେ ସମୟରେ ଯାତ୍ରା ପୁସ୍ତକ 32 ପର୍ବରେ ମୂଷା ଆସିକି ସେ ଘୋଷଣା କଲେ। ମୂଷା ଆଡ଼କୁ କିଏ ପ୍ରକୃତିରେ ଗଲେ ଜାଣିଛନ୍ତି? ଲେବି ଲୋକ ଛଡ଼ା କେହି ଯାଇନାହାନ୍ତି। ଲେବି ଲୋକ ମୂଷାଙ୍କ ସାମ୍ନାକୁ ଗଲେ ଆଉ ଛିଡ଼ା ହେଲେ। କିନ୍ତୁ ଯେଉଁ ଲୋକମାନେ ଛିଡ଼ା ହେଲେ ନାହିଁ, ସେ ଲୋକ ସେଦିନ ବ୍ୟବସ୍ଥା ସାକ୍ଷ୍ୟପତ୍ର ମୂଷା ଧରିକି ଆଇଲା ବେଳକୁ କ'ଣ ହେଲା ଜାଣିଛନ୍ତି? 3000 ଲୋକ ପ୍ରକୃତିରେ ମରିଗଲେ। ସେଥିପାଇଁ ପରମେଶ୍ୱର ଜାଣିଲେ
ए प्रकार भाव में जब मुझे नियम प्रकृति रखी लोक कहीं बंची पारे ना किराण देश पोषी पारे ना ये परमेश्वर नियम सिंधुक बनवाई नियम सिंधुक उपर किरीब मान प्रकृति स्थापन कले पापा साधन प्रकृति पापा साधन बोली प्रकृति कहते परमेश्वर लोक मान कौ जगह भेटिया पसंद कले जानी पापा साधन पापा साधन हूँ गोटे जगह जो जगह कि मनुष्य मान पाप क्षमा कर से दूत मान को स्थापन कराए नियम सिंधु देखिए से जगह केमती अच्छी दुई साइड दुईटा किरीब प्रकार भाव में अच्छे परमेश्वर क्या देखुं बर्तमान व्यवस्था को देखुना व्यवस्था नियम सिंधु भितर रखाई लोक मान को देखुना किंतु परमेश्वर लोक मान से जगह भेटिया चाहते जो जगह प्रभु पापा साधन ए प्रकार भाव में परमेश्वर मूसा के प्रकार नियम देकी पठे एवरी पुस्तक 9 पर्व जब देखिए से जगह कौन लिखाई जानी सब विषय को देखिले आइले टिके देखु एवरी पुस्तक 9 पर्व एक पदर देखा प्रकृति से प्रथम नियम उपासना संबंधी नाना विधि विधान और गोटे पाथ्य पवित्र स्थान था कारण गोटे तम निर्मित होता से प्रथम भाग दीपवृक्ष मेज और दर्शनी रटे ताहार पवित्र स्थान बोली कहते पुणी द्वितीय जौवनिकार पश्चात तुमर जो भाग था ताहार महापवित्र स्थान बोली कहते सेठारे सुवर्ण धूपवेदी और चतुष्पार्श्व सुवर्ण नियम मंडित नियम सिंधुक था से नियम सिंधुक माना रखा जाइथिला गोटे सुवर्ण पात्र नारायणकर मंजरी तले जष्टि और नियम दुई प्रश्न फलक था पापा साधन को छाया करुवा ईश्वर गौरव सूचक दुईट किरूब थे से सब विषय आम सविशेष कही न पार ए जगह देखिले परमेश्वर एक प्रकार भाव में मूसा सब देखिले कौ जगह सिलोई पर्वत मूसा आनिले पृथ्वी गोटे नियम समागम प्रभुति या समागम तैयारी कराला दुईटा भाग अच्छे गोटे भाग हूँ पवित्र आ गोटे हूँ महापवित्र पवित्र भाग में जाजक सर्वदा प्रवेश करब लिखाई किंतु सेटा लिखुत निष्कलंक देश सावक द्वारा तो परमेश्वर एक प्रकार भाव में लोक मान पाप क्षमा होगा निमंते परमेश्वर नियम प्रभुति देले पुरातन नियम ये मशा जो प्रभुति आसिले से हारण प्रभुति जाजक भाव में स्थापन करा मशा द्वारा कथा हारण को नियम सिंधुक भितर जाजक भाव में परमेश्वर अभिषेक कले ये ईसाई लोक मान भाव में कढ़ई प्रभुति आने से लोक मैंने मशा हारण को द्वारा कढ़ई निया कले लोक मैंने प्रभुति बेसी खुशी है प्रत्येक विषय प्रभुति अतिक्रम कर छाई नाला मेघस्तंभ आसला छाई प्रभुति दिन राति प्रभुति जो अग्निस्तंभ प्रभुति घुंचुला से समय मशा लोक मैंने प्रभुति निजर तंबू को प्रभुति फिटाई से यात्रा करुले दिन बेला मत जो जगह अग्नि मेघस्तंभ छेड़ा होता स्थगित होता लोक प्रभुति से जगह रोते जाऊला लोक निजर तंबू गुड़ाक प्रभुति सिमेंटाल करके यात्रा करुले परमेश्वर प्रकार भाव में किणान को केते वर्ष प्रभुति चलैले जानी 40 वर्ष 40 दिन रास्ता 40 वर्ष बाइबल से 4 दिन को कौन बुझा जाए जानी परिश्रम को बुझा जाए 4 दिन जिते भी प्रकृति सृष्टि करा मनुष्यर शरीर से परिश्रम को बुझा जाए 40 दिन रास्ता 40 वर्ष प्रकृति कष्ट कले कि 5 नंबर जो आसला से अनुग्रह दुनिया को प्रकृति बुझा जाऊँगी 5 नंबर परमेश्वर प्रत्येक को अनुग्रह देवाई चाहूँ 5 नंबर देखिले सिटी प्रभुति जीशुकर प्रतिच्छबि अच्छे ए प्रकार भाव में आपड़ देखिए लेवी पुस्तक 4 पर्व को जातु लेवी पुस्तक 4 पर्व 28 पद बाकी देखा और सही जो पाप करी अछि ताहार से पाप जब ताहाको ज्ञात करा जाए तबे से जो पाप करी अछि
ତାହାର ସେହି ପାପ ନିମନ୍ତେ ଏକ ନିଖୁନ୍ତ ଛାନି ଉପହାର ଆଣିବ। ପୁଣି ସେ ସେହି ପାପାତ୍ମକ ବଳି ମସ୍ତକରେ ହସ୍ତ ନିର୍ଭର ଦେଇ ହୋମ ବଳି ବୋଧ କରିବ। ଏ କରିବା ସ୍ଥାନରେ ସେହି ପାପାତ୍ମକ ବଳି ବୋଧ କରିବ। ଏବଂ ଯାଜକ ଆଙ୍ଗରେ ତାହାର ରକ୍ତରୁ କିଛି ନେଇ ହୋମବେଦୀରେ ଶୃଙ୍ଗ ଉପରେ ଦେବ ଆଉ ତାହାର ସମସ୍ତ ରକ୍ତ ବେଦୀ ମୂଳରେ ଢାଳିବ। ପୁଣି ମଙ୍ଗଳାର୍ଥକ ବଳି ରୂପ ନିତ ମେଦ ଓ ମେଦ ତୁଲ୍ୟ ଏହାର ସଫଳ ମେଦ ନେବ। ଏବଂ ଯାଜକ ପୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବେଦୀ ଉପରେ ତାହାର ଦଗ୍ଧ କରିବ। ଏହି ରୂପେ ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ କରିବ, ଦୁଇରେ ସେ କ୍ଷମା ପ୍ରାପ୍ତ ହେବ। ତ ଏ ଜାଗାରେ ଯଦି ଦେଖିଲେ ଲୋକମାନଙ୍କର ପାପ କ୍ଷମା ପାଇବାର ଉପକାର ନିୟମ ଅଛି। ଯଦି ସାଧାରଣ ଲୋକ ଯଦି ପାପ କରୁଛି ସେ ପ୍ରଥମେ କ'ଣ କରିବ? ଯାଜକ ପାଖକୁ ସେ ଯିବା ପୂର୍ବରୁ ଗୋଟେ ନିଖୁନ୍ତ ନିଷ୍କଳଙ୍କ ମେଷ ଶାବକ ସେ ଆଣବ ଲେଖାଇଛି। ସେଟାକୁ ଧରିକି ଯାଜକ ପାଖରେ ଯିବ, ଛିଡ଼ା ହେବ। ଯାଜକ ପ୍ରଭୁକୁ ନିରୀକ୍ଷଣ କରିକି ଦେଖିବ। ସେଟା ଯାଜକ ଯେତେବେଳେ ନିରୀକ୍ଷଣ କରିକି ଦେଖିବ ସେଟା ନିଖୁନ୍ତ ନିଷ୍କଳଙ୍କ କି ନାହିଁ। ଯଦି ନିଖୁନ୍ତ ନିଷ୍କଳଙ୍କ ଯାଜକ ପ୍ରଭୁରେ ପରମିଶନ ଦେବେ, ଠିକ ଅଛି, ବର୍ତ୍ତମାନ ତମର ଦୁଇଟା ହାତ ମେଷ ଉପରେ ପ୍ରଭୁତରେ ହସ୍ତ ନିର୍ଭର କର। ସେ ସମୟରେ ଲୋକ ପ୍ରଭୁତରେ ଈଶା ଲୋକ କ'ଣ କରୁଥିଲେ? ଦୁଇଟା ହାତ ମେଣ୍ଢା ଉପରେ ପ୍ରଭୁତରେ ରଖୁଥିଲେ। ଏ ପ୍ରକାର ରଖିବା ଦ୍ୱାରା ସେ ସାଧାରଣ ଲୋକମାନଙ୍କର ପାପ ମେଣ୍ଢା ଉପରେ ପ୍ରଭୁତରେ ଚାଲି ଯାଉଥିଲା। ତ ସେ ମେଣ୍ଢାକୁ ନେଇକି ଯାଜକ କୁଆଡ଼େ ପଶୁଥିଲେ? ସମାଗମ ତମ୍ବୁ ଭିତରେ ପ୍ରଭୁ ପ୍ରବେଶ କରୁଥିଲେ। ସେତେ ସମାଗମ ତମ୍ବୁ ଭିତରେ ପ୍ରବେଶ କରୁଥିଲେ। ସେ ଜାଗାରେ ପ୍ରଭୁତରେ ପ୍ରକ୍ଷାଳନ ପାତ୍ର ଅଛି, ଆଉ ଯଜ୍ଞବେଦୀ ଅଛି, ଦୀପରଖା ଅଛି, ଦର୍ଶନୀ ରୋଟି ଅଛି, ନିୟମ ସିନ୍ଦୁକ ଅଛି, କିରୁବମାନଙ୍କୁ ସ୍ଥାପନ କରାହେଇଛି, ମାନ୍ନା ରଖାହେଇଛି ନିୟମ ସିନ୍ଦୁକ ଭିତରେ, ଯଷ୍ଟି ରଖାହେଇଛି, ସାକ୍ଷ୍ୟପତ୍ର ପ୍ରଭୁତରେ ରଖାହେଇଛି। ଏତେ ଯଷ୍ଟି ମାନ୍ନା ଆଉ ଏ ସାକ୍ଷ୍ୟପତ୍ର କେଉଁ ଜାଗାରେ ରଖାହେଇଛି ଜାଣିଛନ୍ତି? ମହାପବିତ୍ର ସ୍ଥାନରେ ପ୍ରଭୁତରେ ରଖାହେଇଛି। ସେଥିପାଇଁ ବାଇବଲରେ ଲେଖା ହେଇଛି ଯାଜକ ବର୍ଷ ସର୍ବଦା ପବିତ୍ର ସ୍ଥାନରେ ପ୍ରବେଶ କରିବ, କିନ୍ତୁ ମହାପବିତ୍ର ସ୍ଥାନରେ ଥରେ ରକ୍ତ ଦ୍ୱାରା ହିଁ ପ୍ରବେଶ କରିବ ନା। ତା ମାନେ ଗୋଟେ ରକ୍ତକୁ ଦେଇକି ହିଁ ସେ ପ୍ରବେଶ କରିପାରିବ। ସେଥିପାଇଁ ଯାଜକ ଏତେ ପ୍ରକାର ଭାବରେ ମେଣ୍ଢା ସାଧାରଣ ଲୋକ ଏ ପ୍ରକାର ଭାବରେ ମେଣ୍ଢା ଉପରେ ହସ୍ତ ନିର୍ଭର କରିବା ଦ୍ୱାରା ଏ ମେଣ୍ଢା ଉପରେ ସେ ଲୋକର ପାପ ଯେତେବେଳେ ଚାଲି ଯାଉଥିଲା, ଯାଜକ ତାକୁ ନେଇକି କାଟୁଥିଲେ, ତାର ମେଦ ମାଂସ ରକ୍ତକୁ ଅଲଗା କରୁଥିଲେ। ସେଥିପାଇଁ ରକ୍ତକୁ ନେଇକି କ'ଣ କରୁଥିଲେ ଜାଣିଛନ୍ତି? ଗୋଟେ ଏକ୍ଜାମ୍ପଲ୍, ଏ ଟେବୁଲ ଯଦି ଯଜ୍ଞବେଦୀ, ଏ ଯଜ୍ଞବେଦୀରେ ଚାରି କୋଣରେ ଚାରିଟା ଶୃଙ୍ଗ ଅଛି। ଏ ପ୍ରକାର ଶୃଙ୍ଗ ଅଛି, କିନ୍ତୁ ଶୃଙ୍ଗରେ ପ୍ରଭୁତରେ ପାପ ପ୍ରଭୁତରେ ଖୋଦିତ ହେଇକି ରଖାଯାଇଛି। ସେଥିପାଇଁ ଏ ଶୃଙ୍ଗକୁ ଦେଖିଲେ ଲୋକଙ୍କର ପାପ ପ୍ରକାଶ କରୁଛି। ବାଇବଲରେ ସେଥିପାଇଁ କ'ଣ ଲେଖା ହେଇଛି? ଏଭଳି ପୁସ୍ତକ 9:22 ପଦରେ, ପୁଣି ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ସୂଚୀକୃତ ହୁଏ, ରକ୍ତପାତ ହୁଏ, ପାପ ମୋଚନ ହୁଏ। ସେଥିପାଇଁ ବାଇବଲରେ ଯଦି ଜଣେ ଲୋକ ବ୍ୟବସ୍ଥା ଅନୁସାରେ ମଧ୍ୟ ପ୍ରଭୁଙ୍କ ସାମ୍ନାକୁ ଯଦି ଯିବ, ସେ ବିନା ରକ୍ତରେ କେବେ ପାପ କ୍ଷମା ପାଇବ ନାହିଁ, ବିନା ରକ୍ତରେ ପ୍ରଭୁଙ୍କୁ ସାକ୍ଷାତ କରିପାରିବ ନାହିଁ। ସେଥିପାଇଁ ବର୍ତ୍ତମାନ ଯାଜକ ଗୋଟେ ମେଷର ରକ୍ତକୁ ନେଇକି ସମାଗମ ଭିତରେ ପ୍ରବେଶ କରିଛନ୍ତି। ସେଥିପାଇଁ ସେତେବେଳେ ସେ ଯଜ୍ଞବେଦୀକୁ ସାମ୍ନା କରୁଛନ୍ତି। ଏ ଯଜ୍ଞବେଦୀରେ ଚାରିଟା ଶୃଙ୍ଗରେ ପ୍ରଭୁଙ୍କର ରକ୍ତ ଲଗାଉଛନ୍ତି। ରକ୍ତ ଲଗାଇଲା ପରେ ଯେତିକି ରକ୍ତ ବଳକା ହେଉଛି, ଏ ପ୍ରକାର ଭାବରେ ସେ ଆଙ୍ଗୁଠି ପ୍ରଭୁତରେ ପୁରଉଛନ୍ତି। ଆଉ ଏ ପ୍ରକାର ଭାବରେ ଏମିତି ଛିଟା ଦେଉଛନ୍ତି 7 ଥର। 7 ଥର ଛିଟା ଦେବା ଦ୍ୱାରା କ'ଣ ବଳକା ଆହୁରି ରକ୍ତ ପ୍ରଭୁତରେ ବଳିବ। ସେଥିପାଇଁ ଯେଉଁ ରକ୍ତ ପ୍ରଭୁତରେ ବଳିବ ଯଜ୍ଞବେଦୀରେ ମୂଳରେ ପ୍ରଭୁତରେ ଢଳା ହେଉଛି। ସେଥିପାଇଁ ଏ ପ୍ରକାର କଲା ପରେ ଗୋଟେ କଟା ହେଉଛି, ଆଉ ଗୋଟେ ତ୍ୟାଗ ଛେଳି, ତ୍ୟାଗ ମେଣ୍ଢା ଅଛି। ସେଥିପାଇଁ ଗୋଟେକୁ ତ୍ୟାଗ କରାହେଉଛି, ଆଉ ଗୋଟେ ପ୍ରଭୁତରେ ମରା ହେଉଛି। ସେଥିପାଇଁ ଲୋକମାନେ କୋଉଟାକୁ ଦେଖୁଥିଲେ ଜାଣିଛନ୍ତି? ଯେତେବେଳେ ଗୋଟେ ତ୍ୟାଗ ମେଣ୍ଢା ପ୍ରଭୁତରେ ଯେତେବେଳେ ଯାଉଛି, ଲୋକ ଜାଣୁଥିଲେ ହଁ ବର୍ତ୍ତମାନ ମୋର ପାପ ପ୍ରଭୁତରେ ଏପରି ଭାବରେ ଚାଲି ଯାଉଛି। ସେଥିପାଇଁ ଯାଜକ ମାନେ ସଦାବେଳେ କ'ଣ ପିନ୍ଧିଥିବେ? ଘଣ୍ଟି। ସେଥିପାଇଁ ସେମାନେ ଯେତେବେଳେ ସମାଗମ ଭିତରେ କାର୍ଯ୍ୟ କରିବେ, ଏ ଘଣ୍ଟି ପ୍ରଭୁତରେ ବାଜି ସାଉଣ୍ଡ ଆସିବ ବାହାର। ତ ଲୋକ ଜାଣିବ ଯାଜକ ବର୍ତ୍ତମାନ ଜୀବିତ ଅଛି, ଆଉ ମୋର ବର୍ତ୍ତମାନ ପାପ ପ୍ରାୟଶ୍ଚିତ କରାଯାଉଛି। ସେ ପ୍ରକାର ଭାବରେ ସମସ୍ତ ମେଦ ମାଂସ ପ୍ରଭୁତରେ ଯଜ୍ଞବେଦୀରେ ଦଗ୍ଧ କରାହେବ। ଏ ରକ୍ତକୁ ପ୍ରଭୁତରେ ଯଜ୍ଞବେଦୀରେ ଶୃଙ୍ଗରେ ପ୍ରଭୁତରେ ଲଗାହେବ, ବାକି ରକ୍ତ ସବୁ ଯଜ୍ଞବେଦୀର ମୂଳରେ ଢଳାହେବ। ଏ ପ୍ରକାର ଭାବରେ ଗୋଟେ ନର୍ମାଲ ସାଧାରଣ ଲୋକଙ୍କର ପାପ ଗୋଟେ ବର୍ଷ ପାଇଁ କ୍ଷମା ହେବ।
ତ ଲୋକମାନେ ଯେତେବେଳେ ଏଟାକୁ ଜାଣୁଥିଲେ ଲୋକ ପ୍ରଭୁତ୍ୱ ଗୋଟେ ବର୍ଷ ପାଇଁ ପାପ କ୍ଷମା ପାଉଥିଲେ। କିନ୍ତୁ ଦିନେ ପରମେଶ୍ୱର ଏକ ପ୍ରକାର ନୈବେଦ୍ୟକୁ ଦେଖିଲା ପରେ ପରମେଶ୍ୱର ଖୁସି ହେଇପାରୁନାହାନ୍ତି। ସେଥିପାଇଁ ପରମେଶ୍ୱର ଯୋହନ ପୁସ୍ତକ 3 ପର୍ବର 16 ପଦରେ କ'ଣ ଲେଖା ହେଇଛି? କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ ଲେଖା ହେଇଛି। ସେଥିପାଇଁ ପରମେଶ୍ୱର କାହିଁକି ପ୍ରଭୁତ୍ୱରେ ଜଗତକୁ ପ୍ରେମ କଲେ, କାହିଁକି ନିଜର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ? କିନ୍ତୁ ଈଶ୍ୱର ଜଗତକୁ ପ୍ରେମ କରୁଛନ୍ତି ଲେଖା ହେଇଛି। ସେଥିପାଇଁ ଈଶ୍ୱରଙ୍କ ପାଇଁ କ'ଣ ବେଶୀ ଗୁରୁତ୍ୱପୂର୍ଣ୍ଣ? ଗୋଟେ ଆତ୍ମା ବେଶୀ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ମନୁଷ୍ୟର ଶରୀର କେମିତି, ତାର କଳା କି ଧଳା ସେଟା ଦେଖୁନାହାନ୍ତି, ସେ ଗୋରା କି ନାହିଁ ପ୍ରଭୁ ସେଟା ଦେଖୁନାହାନ୍ତି। କିନ୍ତୁ ମନୁଷ୍ୟର ହୃଦୟ କ'ଣ? ମନୁଷ୍ୟର ହୃଦୟ କି ପ୍ରକାର ଅଛି? ପ୍ରଭୁ କହୁଥିବା ବାକ୍ୟ ସେ ଗ୍ରହଣ କରିପାରୁଛି କି ନାହିଁ? ପ୍ରଭୁ ନାଇଁକି ମନୁଷ୍ୟର ହୃଦୟକୁ ଦେଖୁଛି। ସେଥିପାଇଁ ବାଇବଲରେ ଏ ପ୍ରକାର ଭାବରେ ଯଦି ଆମେ ପ୍ରକୃତରେ ଦେଖିବା, ଏ ପ୍ରକାର ଯାଜକ ପ୍ରକୃତରେ ଗୋଟେ ସାଧାରଣ ଲୋକଙ୍କର ପାପକୁ ପ୍ରାୟଶ୍ଚିତ୍ତ କରୁଥିଲେ। 30 ପଦ ଦେଖନ୍ତୁ କ'ଣ ଲେଖା ହେଇଛି, 29 ପଦ। ପୁଣି ସେ ସେହି ପାପାତ୍ମକ ବଳିର ମସ୍ତକରେ ହସ୍ତନିର୍ଭର ଦେଇ ହୋମ ବଳି ବୋଧ କରିବା ସ୍ଥାନରେ ସେହି ପାପାତ୍ମକ ବଳି ବୋଧ କରିବ। ସେଥିପାଇଁ ଏ ଜାଗାରେ ହସ୍ତନିର୍ଭର ଦେଇ ଲେଖା ହେଇଛି। 29ରେ ଲେଖା ହେଇଛି ପୁଣି ସେହି ପାପାତ୍ମକ ବଳି ମସ୍ତକରେ ହସ୍ତନିର୍ଭର ଦେଇ ହୋମ ବଳି ବୋଧ କରିବ। 30ରେ କ'ଣ ଲେଖା ହେଇଛି? ତମକୁ ଯାଜକ ଆଙ୍ଗୁଳିରେ ତାହାର ରକ୍ତରୁ କିଛି ନେଇ ହୋମବେଦୀର ଶୃଙ୍ଗ ଉପରେ ଦେଇ ଆଉ ତାହାର ସମସ୍ତ ରକ୍ତ ବେଦୀ ମୂଳରେ ଢାଳିବ। ଏଇଟା ହଉଛି ଗୋଟେ ନିୟମ ଯାହା ପ୍ରଭୁ ପ୍ରଭୁତ୍ୱରେ ଦେଇଅଛି। ସେଥିପାଇଁ 31 ପଦ ହଉଛି ବେଶୀ ଗୁରୁତ୍ୱପୂର୍ଣ୍ଣ। ପୁଣି ମଙ୍ଗଳାର୍ଥ ବଳିରୁ ନିତ ମେଦ ତୁଲ୍ୟ ଏହାର ସକଳ ମେଦ ନେବ। ତମକୁ ଯାଜକ ତୁଷ୍ଟିଜନକ ଆଘ୍ରାଣାର୍ଥ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବେଦୀ ଉପରେ ତାହା ଭକ୍ତ କରିବ। ଏହି ରୂପେ ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମା ପ୍ରାପ୍ତ ହେବ। ଏ ପ୍ରକାର କଲା ପରେ ଜଣେ ଲୋକ ପ୍ରଭୁତ୍ୱ କ'ଣ ପାଉଥିଲେ? କ୍ଷମା ପାଉଥିଲେ। କିନ୍ତୁ ଏଭଳି ପୁସ୍ତକ 10 ପର୍ବକୁ ଯଦି ଯିବେ, ସେଠି କ'ଣ ଲେଖା ହେଇଛି ଟିକେ ଯାଆନ୍ତୁ। ଏଭଳି ପୁସ୍ତକ 10 ପର୍ବ ଏଭଳି ପୁସ୍ତକ 10 ପର୍ବ 1 ପଦରୁ ଦେଖିବା। କାରଣ ବ୍ୟବସ୍ଥା ଆଗାମୀ ଉତ୍ତମ ବିଷୟରେ ଛାୟା ସ୍ୱରୂପ ହୋଇ ସେହି ସବୁ ବିଷୟର ଅବିକଳ ପ୍ରତିମୂର୍ତ୍ତି ନ ହେବାରୁ ଯାଜକ ମାନଙ୍କର ବର୍ଷକୁ ବର୍ଷ ସର୍ବଦା ସେହି ଏକ ପ୍ରକାର ବଳି ଉତ୍ସର୍ଗ କରିବା ଦ୍ୱାରା ଉପାସକ ମାନଙ୍କୁ କଦାପି ସିଦ୍ଧ କରିପାରେ ନାହିଁ। ସେଥିପାଇଁ ଏ ପ୍ରକାର ନିୟମ ଜଣେ ଲୋକକୁ ସିଦ୍ଧ କରିପାରୁଛି ନା ପାରୁନାହିଁ ଲେଖା ହେଇଛି? ପାରୁନାହିଁ। ସେଥିପାଇଁ ପରମେଶ୍ୱର 2 ପଦରେ କ'ଣ ଲେଖା ହେଇଛି? ଯଦି ପାରିଥାନ୍ତା ତେବେ ଉପାସକ ମାନେ ଥରେ ଶୁଚୀକୃତ ହୋଇ ବିବେକର ଆଉ ପାପର ବୋଧ ନ ପାଇବାରୁ ସେହି ସବୁ ବଳିର ବର୍ଷ ଉତ୍ସର କ'ଣ ନିବୃତ୍ତ ହୋଇନଥାନ୍ତା? ଯଦି ହେଇଥାନ୍ତା ତେବେ ସେଟା ନିବୃତ୍ତ ହେଇନଥାନ୍ତା, ମାନେ ବନ୍ଦ ହେଇନଥାନ୍ତା କି? ତାମାନେ ଏ ପ୍ରକାର ବଳିକୃତ କରିବା ଦ୍ୱାରା ଯଦି ପାପ କ୍ଷମା ଯଦି ଜଣେ ଅନନ୍ତ ମୁକ୍ତି ଯଦି ପାଉଥାନ୍ତା ହେଲେ ଗୋଟେ ବଳି ଯଥେଷ୍ଟ ଥାନ୍ତା। କିନ୍ତୁ 3 ପଦରେ କ'ଣ ଲେଖା ହେଇଛି? କିନ୍ତୁ ସେହି ସବୁ ବଳିର ବର୍ଷକୁ ବର୍ଷ ପାପ ସ୍ମରଣ କରାଯାଏ। ସେ ପ୍ରକାର ବଳି କ'ଣ କରାଯିବ ଲେଖା ହେଇଛି? ବର୍ଷକୁ ବର୍ଷ ପାପ ସ୍ମରଣ କରାଯାଏ। ସେଥିପାଇଁ 4 ପଦ ଲେଖା ହେଇଛି, କାରଣ ଦୁଷ ଛାଗର ରକ୍ତ ଯେ ପାପ ହରଣ କରିବ ଏହା ସମ୍ଭବ। ସେଥିପାଇଁ ପ୍ରଭୁ ସିଧା କହିବା ପାଇଁ ଚାହୁଁଛନ୍ତି, ଏ ପ୍ରକାର ନିୟମ ଦ୍ୱାରା ଜଣକୁ ଧାର୍ମିକ ହେଇପାରିବ, ସ୍ୱର୍ଗ ପଶି ପାରିବ, ସ୍ୱର୍ଗ ଯାଇପାରିବ ନାହିଁ। ସେଥିପାଇଁ ପରମେଶ୍ୱର ନିୟମ ବଦଳାଉଛନ୍ତି। ଯେରେମିୟା ପୁସ୍ତକ 31 ପର୍ବରେ ଦେଖିଲେ ପରମେଶ୍ୱର ପ୍ରଭୁତ୍ୱରେ ସେ ନିୟମକୁ ବଦଳେଇଲେ। ନିୟମକୁ ବଦଳେଇଲା ପରେ ପରମେଶ୍ୱର ନେଇକି ନିଜେ ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ପ୍ରେରଣ କରୁଛନ୍ତି, ଦାନ କରୁଛନ୍ତି। ସେଥିପାଇଁ ଯେ କେହି ତାଙ୍କ ଉପରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପାଇବ। ଏ ପ୍ରକାର ଭାବରେ ଦିନେ ଯୀଶୁଖ୍ରୀଷ୍ଟ ମାଥି ପୁସ୍ତକ 1 ପର୍ବରେ ଜନ୍ମଗ୍ରହଣ କଲା ପରେ ମରିୟମଙ୍କ ଗର୍ଭରେ ପ୍ରକୃତିରେ ଆସିଲା ପରେ ମାଥି ପୁସ୍ତକ 3 ପର୍ବରେ ଦିନେ ସେ ଯୋହନଙ୍କ ନିକଟକୁ ଯାଉଛି। ସେଥିପାଇଁ ଏ ଜାଗାରେ 2ଟା ଆମେ ଯାଜକ ପ୍ରକୃତିରେ ପାଇପାରିବା। ଗୋଟେ ଯାଜକ ପୃଥିବୀର ମହାଯାଜକ, ଆଉ ଗୋଟେ ଯାଜକ ସ୍ୱର୍ଗର ମହାଯାଜକ। ଏତେ ଏ ପ୍ରକାର 2 ପ୍ରକାର ମହାଯାଜକ ମାନେ ଯେତେବେଳେ ଗୋଟେ ଜାଗାରେ ଏକତ୍ରିତ ହେଉଛନ୍ତି, ଏ ପୃଥିବୀର ପାପ ପ୍ରକୃତିରେ କ୍ଷମା ହେଉଛି। ଏତେ ଯୋହନ ଯେତେବେଳେ ଜର୍ଦ୍ଦନ ନଦୀରେ ବାପ୍ତିସ୍ମ ଦେଉଛନ୍ତି, ଯୀଶୁ ଦିନେ ପ୍ରକୃତିରେ ଗାଲିଲରୁ ଜର୍ଦ୍ଦନକୁ ପ୍ରକୃତିରେ ଯାତ୍ରା କଲେ। ଗାଲିଲରୁ ଜର୍ଦ୍ଦନକୁ ଯିବାର ହେଉଛି ବେଶୀ ଦୂର ରାସ୍ତା,
କିନ୍ତୁ ଯୀଶୁ କାହିଁକି ସେ ଜାଗାକୁ ପ୍ରଭୁତ୍ୱରେ ଗଲେ, କ'ଣ ପାଇଁ ଗଲେ? ତ ଯୀଶୁ ମୋତେ ଭଲସେ ଜାଣିଛନ୍ତି। ଓ ଏ ଜହନ ହେଉଛନ୍ତି ଗୋଟେ ମାଧ୍ୟମ, ଜହନ ହେଉଛନ୍ତି ଜଣେ ଲୋକ ଯିଏକି ଜଗତର ପାପ ଜହନଙ୍କ ଉପରେ ଅଛି। ସେଥିପାଇଁ ଯୀଶୁ ସେ ଜଣେ ଲୋକ ପ୍ରକୃତରେ ବାଛୁଛନ୍ତି ଯାହା ପାଖରେ ପାପ ଅଛି। ଯୀଶୁ ପ୍ରତ୍ୟେକଙ୍କ ପାଇଁ ପ୍ରତିଦିନ ପ୍ରକୃତରେ ମୃତ୍ୟୁବରଣ କରିପାରିବେନି। ଯୀଶୁ ଗୋଟେ ଥର ପାପ ସଫା କରିବା ପାଇଁ, ଗୋଟେ ଥର ପାପ କ୍ଷମା କରିବା ପାଇଁ ଆସିଅଛି। ସେଥିପାଇଁ ସେ ଜଣେ ଲୋକକୁ ଯୀଶୁ ବାଛିଲେ, ଯୀଶୁ ଜହନଙ୍କ ପାଖକୁ ଯାଉଛନ୍ତି। ସେଥିପାଇଁ ଜହନ ପ୍ରଭୁତରେ କହିଲେ, ଏ ଜହନକୁ ଯୀଶୁ କହିଲେ, ଜହନ ମୋତେ ବାପ୍ତିସ୍ମ ଦିଅ। ଯୀଶୁ ଜହନ କ'ଣ କହିଲେ? ପ୍ରଭୁ ଟିକେ ଦେଖିବା, ମାଥି ପୁସ୍ତକ 3 ପର୍ବ ଯାଆନ୍ତୁ। ମାଥି ପୁସ୍ତକ 3 ପର୍ବ 13 ପଦ 14 ପଦ। ସେତେବେଳେ ଯୀଶୁ ଜହନଙ୍କ ଦ୍ୱାରା ବାପ୍ତିସ୍ମ ହେବା ନିମନ୍ତେ ଗାଲିଲରୁ ଜର୍ଦ୍ଦନକୁ ଆସିଲେ। କିନ୍ତୁ ଜହନ ତାହାକୁ ନିବାରଣ କରିବାକୁ ଚେଷ୍ଟା କରି କହିଲେ, ଆପଣଙ୍କ ଦ୍ୱାରା ବାପ୍ତିସ୍ମ ହେବା ମୋର ପ୍ରয়োଜନ, ଆଉ ଆପଣ ମୋ ନିକଟକୁ ଆସୁଅଛନ୍ତି। ଏ ଜାଗାରେ ଦେଖିଲେ ବର୍ତ୍ତମାନ ଜହନ ରାଜି ଅଛନ୍ତି କି ଯୀଶୁଙ୍କୁ ଜୀବନ ଦେବା ପାଇଁ? ବାପ୍ତିସ୍ମ ଦେବି କହି କ'ଣ ରାଜି ଅଛନ୍ତି? ନାଇଁ। ଏଇଟା କ'ଣ ଠିକ ହଉଛି କି ଯୀଶୁ? ପ୍ରଭୁ ଏଇଟା ଠିକ ହଉ ନାହିଁ ମୋ ଦୃଷ୍ଟିରେ। ଗୋଟେ ସାଇଡ୍ ଦେଖିଲେ ମୁଁ ଆପଣଙ୍କ ଠାରୁ ବାପ୍ତିସ୍ମ ନେବା ଆବଶ୍ୟକ। କିନ୍ତୁ ଯୀଶୁ କ'ଣ କହିଲେ? ଯୀଶୁ ଖ୍ରୀଷ୍ଟ କ'ଣ ପ୍ରକୃତରେ କହୁଛନ୍ତି? 15 ପଦରେ, ଏବେ ସମସ୍ତ ରାଜି ହେଲେ, ତମେ ଆଉ ମୁଁ ମିଶିଗଲେ ଜଗତର ପାପ ସରିବ। ଜଗତର ପାପ ପ୍ରକୃତରେ କ୍ଷମା, ଜଗତର ପାପ ସରିଯିବ, ସମାପ୍ତ ହବ। ଏବେ ରାଜି ହେ ଏ ପ୍ରକାର ସମସ୍ତ ଧର୍ମ କର୍ମ ସାଧନ କରି ଆମମାନଙ୍କର ଉପଯୁକ୍ତ। ସେ ସମୟରେ ଯୀଶୁଙ୍କ ଜହନଙ୍କ ପାଖରେ କିଛି ରାସ୍ତା ନାହିଁ। ସେ ବାଧ୍ୟ ପ୍ରକୃତରେ ଯୀଶୁ ଯାହା କହୁଛନ୍ତି ଶୁଣିବା ପାଇଁ। ଏ ପ୍ରକାର ଭାବରେ ଦିନେ ଜହନ ଆଉ ଯୀଶୁ ପ୍ରକୃତରେ ଜର୍ଦ୍ଦନ ନଦୀରେ ଯାଇ ପହଞ୍ଚୁଛନ୍ତି। ଜହନ ଯେତେବେଳେ ଯୀଶୁଙ୍କ ଉପରେ ହସ୍ତାର୍ପଣ କରେ, ମୁଣ୍ଡ ଉପରେ ହାତ ଯେତେବେଳେ ଥୋଇଲେ, ଜଗତର ପାପ ଯୀଶୁଙ୍କ ଉପରେ ଚାଲିଗଲା ବୋଲି ବାଇବଲରେ ଲେଖା ହେଇଛି। ଦିନେ ଜହନଙ୍କ ଦ୍ୱାରା ଜଗତ ଇସ୍ରାଏଲ ଲୋକମାନେ ଏ ପ୍ରକାର ଭାବରେ ପାପ କ୍ଷମା ପାଉଥିଲେ। କିନ୍ତୁ ଦିନେ ଜହନ ପ୍ରକୃତରେ ସମସ୍ତ ଲୋକମାନଙ୍କୁ ସାକ୍ଷ୍ୟ ଦେଲେ। ଜହନ ପୁସ୍ତକ 1 ପର୍ବ 29 ପଦରେ କ'ଣ କହିଲେ? ଏଇ ଦେଖ ଈଶ୍ୱରଙ୍କ ବେଶ ଶାବକ ଜଗତର ପାପ ବୋହି ନେଇଯାଆନ୍ତି। ଯୀଶୁ କ'ଣ ଦେଖାଉଛନ୍ତି? ଏ ଜହନ କ'ଣ ଦେଖାଉଛନ୍ତି? ଯୀଶୁଙ୍କୁ ଦେଖାଉଛନ୍ତି। ତ ବର୍ତ୍ତମାନ ଲୋକ କାହାକୁ ଦେଖିବା ଦରକାର? ଯୀଶୁଙ୍କୁ ଦେଖିବା ଦରକାର। ଯୀଶୁଙ୍କୁ ଦେଖିଲେ ପାପ କ୍ଷମା ପାଇବେ। ଯୀଶୁଙ୍କୁ ଦେଖିଲେ ପ୍ରକୃତରେ ପାପ କ୍ଷମାର ରାସ୍ତା ପ୍ରକୃତରେ ପାଇପାରିବେ। କିନ୍ତୁ ଯେ ଲୋକ ଯୀଶୁଙ୍କୁ ଦେଖେ ନ ଦେଖିକି ନିଜର କର୍ମକୁ ପ୍ରକୃତରେ ଦେଖୁଛନ୍ତି। ଏତେ ଯେହେତୁ ଲୋକ ନିଜର କର୍ମକୁ ପ୍ରକୃତରେ ଦେଖୁଛନ୍ତି, ନିଜର କର୍ମକୁ ବଡ଼ କରୁଛନ୍ତି, ଲୋକ ପାପ କ୍ଷମା ପାଇବାଟା ବେଶୀ କଷ୍ଟ। ଲୋକ ପାପରୁ ମୁକ୍ତ ହେଇକି ଧାର୍ମିକତାର ଜୀବନ ବଞ୍ଚିବାଟା ଏତେ ସହଜ ନାହିଁ। କିନ୍ତୁ ପରମେଶ୍ୱର ଏ ପ୍ରକାର ଭାବରେ ବାଇବଲ ପ୍ରକୃତରେ କ୍ଲିୟରଲି ପ୍ରକୃତରେ ଲେଖି ଅଛି। ସେଥିପାଇଁ ପରମେଶ୍ୱର କ'ଣ କହିବାକୁ ଚାହୁଁ? ତମେ କାହାକୁ ଦେଖୁଛ? କାହାକୁ ପ୍ରକୃତରେ ତମର ଜୀବନରେ ପ୍ରକୃତରେ ସ୍ଥାନ ଦେଇଛି? ଯଦି ତମ ହୃଦୟରେ ଯୀଶୁ ଅଛନ୍ତି, ଯୀଶୁ ତମର ପାପ ସଫା କରିଦେଇଛି। ତମ ପାଇଁ ଯଦି ଯୀଶୁ ବଡ଼ ହେବେ, ତେବେ ତମେ ଯୀଶୁ ଯାହା କହିଛନ୍ତି ସେ ବାକ୍ୟ ତମ ପାଇଁ ବଡ଼ ହେବ। ସେଥିପାଇଁ ଜହନ ପ୍ରଭୁତରେ କ'ଣ କହିଲେ? ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ ଜଗତର ପାପ ବୋହି ନେଇଯାଆନ୍ତି। ସେଥିପାଇଁ ଲେଭି ପୁସ୍ତକ 16 ପର୍ବର ଟିକେ ବାକ୍ୟକୁ ଦେଖନ୍ତୁ। ଲେଭି ପୁସ୍ତକ 16 ପର୍ବ 21 ପଦ। ପୁଣି ହାରଣ ସେହି ଜିଅନ୍ତା ଛାଗରେ ମସ୍ତକରେ ଆପଣା 2 ହସ୍ତ ନିର୍ଭର ଦେଇ ତାହା ଉପରେ ଇସ୍ରାଏଲ ସନ୍ତାନଙ୍କର ସମସ୍ତ ଅପରାଧ ଓ ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ୱୀକାର କରିବ। ଆଉ ତାହା ସବୁ ସେହି ଛାଗର ମସ୍ତକରେ ଅର୍ପଣ କରି ପ୍ରସ୍ତୁତ ଥିବା ମନୁଷ୍ୟ ହସ୍ତରେ ତାହାକୁ ପ୍ରାନ୍ତରକୁ ପଠାଇବ। ତ ଏ ଜାଗାରେ କ'ଣ ଲେଖା ହେଇଛି? ହାରଣ କ'ଣ କରିବ ଲେଖା ହେଇଛି? ଜିଅନ୍ତା ଛାଗ ଉପରେ ଆପଣଙ୍କୁ 2 ହସ୍ତ ନିର୍ଭର କରିବ ଲେଖା ହେଇଛି। ଆଉ ଇସ୍ରାଏଲ ସନ୍ତାନଙ୍କର ସମସ୍ତ ଅପରାଧ, ସମସ୍ତ ଅଧର୍ମ, ସମସ୍ତ ପାପ ସ୍ୱୀକାର କରିବ। ଆଉ ତାହା ସବୁ ସେଇ ଛାଗର ମସ୍ତକରେ ଅର୍ପଣ କରିବ ଲେଖା ହେଇଛି। ସେଥିପାଇଁ ପାପ ଯାଜକ ମାନେ କ'ଣ କାହା ଉପରେ ଦେଉଥିଲେ? ଗୋଟେ ମେଣ୍ଢା ଉପରେ ଦେଉଥିଲେ, ଗୋଟେ ଛାଗି ଉପରେ ପ୍ରକୃତରେ ଦେଉଥିଲେ। ଛାଗି ଉପରେ ଦେଲା ପରେ ତାକୁ ପ୍ରକୃତରେ ବଧ କରାହେଉଥିଲା, ମରା ହେଉଥିଲା। ଆଉ ଗୋଟେକୁ ତ୍ୟାଗ ଛେଳି ପ୍ରକୃତରେ ତ୍ୟାଗ କରାହେଉଥିଲା। ଏ ପ୍ରକାର ଭାବରେ ଇସ୍ରାଏଲ ଲୋକମାନଙ୍କ ପାପ କ୍ଷମା କରାଯାଉଛି। କିନ୍ତୁ ନୂତନ ନିୟମରେ ବେଶୀ ଅଲଗା। ନୂତନ ନିୟମରେ ଯୀଶୁ ପ୍ରକୃତରେ ନିଜେ ଆସୁଛନ୍ତି। ନିଜେ ଯୀଶୁ ପ୍ରକୃତରେ ଆସୁଛନ୍ତି ଆଉ ନିଜେ
ଯୀଶୁ ପ୍ରଭୁରେ ଜଗତର ଲୋକମାନଙ୍କ ନିମନ୍ତେ କାମ କରୁଛନ୍ତି। ସେଥିପାଇଁ ମାଥ୍ୟୁ ପୁସ୍ତକ 15 ପର୍ବରେ ଲେଖା ହେଇଛି, କ'ଣ ଲେଖା ହେଇଛି? ମାତ୍ର ଯୀଶୁ ତାଙ୍କୁ ଉତ୍ତର ଦେଲେ, ଏବେ ସମ୍ମତ ହୁଅ, କାରଣ ଏହି ପ୍ରକାର ସମସ୍ତ ଧର୍ମକର୍ମ ସାଧନ କରି ଆମମାନଙ୍କୁ ସେଥିରେ ସେ ତାହାଙ୍କ କଥାରେ ସମ୍ମତ ହେଲେ। 16 ପଦ ଲେଖା ହେଇଛି, ଯୀଶୁ ବାପ୍ତିତ ହେଲା କ୍ଷଣି ଜଳରୁ ଉଠି ଆସିଲେ, ଆଉ ଦେଖ ଆକାଶ ଉନ୍ମୁକ୍ତ ହେଲା, ପୁଣି ସେ ଈଶ୍ୱରଙ୍କ ଆତ୍ମା କପୋତ କରି ଅବତରଣ କରି ଆପଣ ଉପରକୁ ଆସିବା ଦେଖିଲେ। ବର୍ତ୍ତମାନ ଆକାଶର କପୋତ କରି କ'ଣ ଉନ୍ମୁକ୍ତ ହେଲା ଲେଖା ହେଇଛି? ଆକାଶ ଉନ୍ମୁକ୍ତ ହେଲା ଲେଖା ହେଇଛି। ଆଉ କିଏ ଆସିଲା ଲେଖା ହେଇଛି? କପୋତ କରି ଆସିବା ପବିତ୍ର ଆତ୍ମା ଆସିଲା। ସେଥିପାଇଁ ଯୀଶୁଙ୍କ ପ୍ରଭୃତି ପବିତ୍ର ଆତ୍ମା ଆବରିଲେ। ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲା ପରେ ସେ ସମସ୍ତ ଜଗତର ପାପ ପ୍ରଭୃତିରେ ନେଉଛନ୍ତି। ସେଥିପାଇଁ ସେ ଦିନେ କୃଷରେ ପ୍ରଭୃତିରେ ହତ ହେଉଛି। ତ ଯୀଶୁ କାହିଁକି କୃଷରେ ହତ ହେଲେ? ଜଗତର ପାପ ନିମନ୍ତେ, ଜଗତର ପାପକୁ ପ୍ରଭୃତିରେ ସମାପ୍ତ କରିବା ପାଇଁ ସେ କୃଷରେ ପ୍ରଭୃତିରେ ଚଢୁଛନ୍ତି। କୃଷରେ ଚଢିଲା ପରେ ଯୀଶୁ କ'ଣ କହିଲେ? ଯୋହନ ପୁସ୍ତକ 19 ପର୍ବ 30 ପଦରେ ସେ ଅବରସ ପାନ କରି କହିଲେ, ସମାପ୍ତ ହେଲା। ସେ ମସ୍ତକ ଅବରୋଧ କରି ପ୍ରାଣ ତ୍ୟାଗ କଲେ। ସେଥିପାଇଁ ଯୀଶୁ ଦିନେ ମସ୍ତକ ଅବରୋଧ କଲେ, ପ୍ରାଣ ତ୍ୟାଗ କଲେ ଲେଖା ହେଇଛି। ଆଉ ସେ ସମାପ୍ତ ହେଲା। ଯୀଶୁ ମରିଗଲେ ସେଥିପାଇଁ ସମାପ୍ତ ହେଲା କହିଲେ, କିନ୍ତୁ ଯୀଶୁଙ୍କର ମିଶନ କମ୍ପ୍ଲିଟ ହେଲା। ଯୀଶୁ ଯାହା କରିବା ପାଇଁ ଆସିଥିଲେ ସେଟା ସରିଗଲା, ସମାପ୍ତ ହେଇଗଲା। ଯୀଶୁ କହିବା ପାଇଁ ଚାହୁଁନ୍ତି ତମର ପାପ ଶେଷ ହେଇଗଲା। ବର୍ତ୍ତମାନର ପାପ, ଭବିଷ୍ୟତର ପାପ, ଅତୀତର ପାପ ସବୁ ସମାପ୍ତ ହେଇଛି। ସେଥିପାଇଁ ତମେ ନିଜକୁ ଦେଖ ନାହିଁ, ନିଜ ଉପରେ ନିର୍ଭର କର ନାହିଁ। ନିଜ ଉପରେ ନିର୍ଭର କରିବାର ସମୟକୁ ସମାପ୍ତ କରିଛି। ନିଜ ଉପରେ ଆଶା ରଖିବାର ଦିନକୁ ମୁଁ ଶେଷ କରିଛି। କିନ୍ତୁ ତମେ କେବଳ ଯୀଶୁଙ୍କୁ ଦେଖ, ଯୀଶୁଙ୍କୁ ବିଶ୍ୱାସ କର, ବାକ୍ୟକୁ ଦେଖ। ସେଥିପାଇଁ ବାଇବଲରେ କ'ଣ ଲେଖା ହେଇଛି? ଶାସ୍ତ୍ର କ'ଣ କୁହେ ଲେଖା ହେଇଛି? ଅବ୍ରାହମ ଈଶ୍ୱରଙ୍କ ଠାରେ ବିଶ୍ୱାସ କଲେ, ଈଶ୍ୱର ତାଙ୍କୁ ଧାର୍ମିକ ବୋଲି ଗଣିଲେ ଲେଖା ହେଇଛି। ଯଦି ଅବ୍ରାହମ କ୍ରିୟା କର୍ମ ଦ୍ୱାରା ଯଦି ଧାର୍ମିକ ଗଣିତ ହୁଅନ୍ତେ ତେବେ ତାଙ୍କର ଗର୍ବର କାରଣ ଅଛି। କିନ୍ତୁ ଈଶ୍ୱରଙ୍କ ନିକଟରେ ନାହିଁ ଲେଖା ହେଇଛି। ସେଥିପାଇଁ ଯଦି ଜଣେ ଲୋକ ଧାର୍ମିକ ହେବା ପାଇଁ ଦେଇ ନିଜର କର୍ମ ଦ୍ୱାରା ପାଇବ, ଈଶ୍ୱରଙ୍କ ପାଖରେ ସେ ଗର୍ବ କରିପାରିବ। ଯଦି ସତରେ ବ୍ୟବସ୍ଥାମୂଳକ ଯଦି ଧାର୍ମିକତା ସାଧନ ହୋଇଥାନ୍ତା, ଯୀଶୁ ଆସିବାର ନଥିଲା। ସେଥିପାଇଁ ବ୍ୟବସ୍ଥା ଆସିବା ଯୀଶୁ ଆସିବା ପୂର୍ବରୁ ବ୍ୟବସ୍ଥାକୁ ଦିଆହେଲା। କାହିଁକି? ଆଜ୍ଞା ଲଙ୍ଘନ ହେତୁ ଯୋଗ କରାଗଲା। ସେଥିପାଇଁ ବ୍ୟବସ୍ଥା କ'ଣ କହୁଛି? ବ୍ୟବସ୍ଥା ପାପକୁ ପ୍ରକାଶ କରୁଛି। ସେଥିପାଇଁ ବ୍ୟବସ୍ଥା ପାପକୁ ପ୍ରମାଣ କରୁଛି, ତମେ ପାପୀ। ସେଥିପାଇଁ ଲୋକମାନଙ୍କୁ ଦେଖାଉଛି ନିୟମ ସାମ୍ନାରେ ସମସ୍ତେ ପ୍ରଭୃତିରେ ଆଣ୍ଠୁ ପାତିବେ। ନିୟମ ଆସିଲେ ଲୋକ ସମସ୍ତେ ପ୍ରଭୃତିରେ ନିୟମକୁ ମାନିବେ। କାହିଁକି? ନିୟମ ନ୍ୟାୟ ବିଚାର କରେ। ସେଥିପାଇଁ ବ୍ୟବସ୍ଥା ଆସିଲା ପରେ ବ୍ୟବସ୍ଥା କ'ଣ ବିଚାର କଲା? ପାପୀକୁ ପାପୀ ବୋଲି ପ୍ରମାଣିତ କଲା, ଦୋଷୀକୁ ଦୋଷୀ ବୋଲି ପ୍ରମାଣିତ କଲା। ଯଦି ନିୟମ ନଥାନ୍ତା, ବ୍ୟବସ୍ଥା କିଛି ତାର ପାପ କିଛି ଗଣାଯାଇ ନଥାନ୍ତା। କିନ୍ତୁ ନିୟମ ଆସିଲା ପରେ ପାପ ପ୍ରଭୃତିରେ ଗଣାଯାଉଛି। ଠିକ୍ ସେହିପରି ଲୋକ ଏବେ ବି ଯଦି ନିୟମକୁ ଧରିକି ଅଛନ୍ତି, ନିୟମକୁ ପାଳନ କରିବା ଜାଗାରେ ଯଦି ପ୍ରଭୃତିରେ ଛିଡ଼ା ହେଇଛନ୍ତି, ଲୋକ କେବେ ଧାର୍ମିକ ହେଇପାରିବେନି, ପବିତ୍ର ହେଇ ପ୍ରଭୃତିରେ ପାରିବେନି। ସେଥିପାଇଁ ନିୟମ ପରିବର୍ତ୍ତେ ପରମେଶ୍ୱର ଲୋକମାନଙ୍କୁ କ'ଣ ଦେବା ପାଇଁ ଚାହୁଁଛନ୍ତି ଜାଣିଛନ୍ତି? ଅନୁଗ୍ରହ ଦେବା ପାଇଁ ଚାହୁଁଛନ୍ତି। ସେଥିପାଇଁ ପରମେଶ୍ୱର ବାଇବଲରେ 5 ନମ୍ବର ସଂଖ୍ୟାକୁ ପ୍ରଭୃତିରେ ଦେଇଛନ୍ତି। ସେଥିପାଇଁ 5 ନମ୍ବର ସଂଖ୍ୟା ହେଉଛି ଅନୁଗ୍ରହର ସଂଖ୍ୟା, 4 ନମ୍ବର ସଂଖ୍ୟା ହେଉଛି ପରିଶ୍ରମର ସଂଖ୍ୟା। ସେଥିପାଇଁ ବାଇବଲ ଦେଖିବେ 4 ନମ୍ବର ସଂଖ୍ୟା ସେଠି ପରିଶ୍ରମ ପ୍ରଭୃତିରେ ଅଛି। ସେଥିପାଇଁ 4 ସଂଖ୍ୟା ଯୋଉ ଜାଗାରେ ପ୍ରଭୃତିରେ ଅଛି ସେ ଜାଗାରେ ଲୋକ ପରିଶ୍ରମ କରୁଛନ୍ତି, ଚେଷ୍ଟା କରୁଛନ୍ତି। କିନ୍ତୁ 5 ନମ୍ବର ଆସିଲା ପରେ ଚେଷ୍ଟାର ଦୁନିଆ ସମାପ୍ତ ହେଉଛି। 5 ନମ୍ବର ଆସିଲା ପରେ ଲୋକମାନଙ୍କର କର୍ମ ପ୍ରଭୃତିରେ ନାହିଁ, ସମାପ୍ତ ହେଉଛି। କିନ୍ତୁ ପରମେଶ୍ୱର ଲୋକମାନଙ୍କୁ ସୁଧାସ୍ୱରୂପ କୁଆଡ଼େ ନେବା ପାଇଁ ଚାହୁଁଛନ୍ତି? 5 ନମ୍ବର ସଂଖ୍ୟାକୁ ଆଣିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ପରମେଶ୍ୱର କ'ଣ କହିବା ପାଇଁ ଚାହୁଁଛନ୍ତି? ତମେ ନିଜକୁ ଦେଖିବା ପରିବର୍ତ୍ତେ, ନିଜ ଉପରେ ନିର୍ଭର କରିବା ପରିବର୍ତ୍ତେ ତମେ ଯୀଶୁଙ୍କ ଉପରେ ନିର୍ଭର କର, ଯୀଶୁଙ୍କୁ ବିଶ୍ୱାସ କର, ତେବେ ତମେ ଧାର୍ମିକ ହବ, ପବିତ୍ର ହବ। ସତରେ ଭାଇମାନେ, ଯଦି ଆମର ଉଦ୍ଧାରକୁ ଯଦି ଆମେ ମନେ ପକେଇବୁ, ଯଦି ଦେଖିବୁ ସତେ ଆମେ କି ପ୍ରକାର ଲୋକ, ଆମେ କେମିତିକିଆ ଲୋକ, ଆମେ କେତେ ଦାମ୍ଭିକ, ଅହଙ୍କାରୀ, ଗର୍ବୀ, ନିଜକୁ ବିଶ୍ୱାସ କରିକି ବଞ୍ଚୁବା ଲୋକ। କିନ୍ତୁ ପରମେଶ୍ୱର କୌଣସି ବିଷୟକୁ ନ ମନେ ପକେଇକି, ପରମେଶ୍ୱର ଯୀଶୁଙ୍କୁ ଦେଖିକି ଏ ଜଗତର ସବୁ ଲୋକଙ୍କୁ ଧାର୍ମିକ ଗଣନା କରିଅଛି। ଯେ କେହି ମଧ୍ୟ ସେ ବିଶ୍ୱାସ କରିବ ସେ ଲଜ୍ଜିତ ହବ ନାହିଁ। ଯିଏ ବି ବିଶ୍ୱାସ କରିବ, ଯୋଉ ଧର୍ମରେ ଥାଉ ନା କାହିଁକି, ସେ କିନ୍ତୁ ସେ ଯୀଶୁଙ୍କୁ ବିଶ୍ୱାସ କରିବ, ସେ ଧାର୍ମିକ ପାଇବ, ଧାର୍ମିକ ପବିତ୍ର।
ସେଥିପାଇଁ ପରମେଶ୍ୱର କ'ଣ କହିବା ପାଇଁ ଚାହୁଁଛନ୍ତି? ତମେ କାହାକୁ ଦେଖ କହୁଛ? ଯୀଶୁକୁ ଦେଖ। ଦିନେ ଇସ୍ରାଏଲ ଲୋକ ପାପ କଲା ପରେ, ଇସ୍ରାଏଲ ଲୋକ ପରମେଶ୍ୱର ନାଁରେ ମିଥ୍ୟା ପ୍ରଭୁତ୍ୱରେ କହିଲା ପରେ, ପ୍ରଭୁଙ୍କୁ ବିରୋଧ କଲା ପରେ ପ୍ରଭୁ କ'ଣ ଦେଲେ ଇସ୍ରାଏଲ ଲୋକକୁ? ଦାଗ ସର୍ପକୁ ପ୍ରଭୁତ୍ୱ ପ୍ରୟୋଗ କଲେ। ଦାଗ ସର୍ପ ଯେତେବେଳେ ଆସିଲା, ଇସ୍ରାଏଲ ଲୋକ ସମସ୍ତଙ୍କୁ ଠକିଲା। ଦାଗ ସର୍ପ ହେଉଛି ଗୋଟେ ବିଷୟ ବ୍ୟବସ୍ଥା ସ୍ୱରୂପ, ବ୍ୟବସ୍ଥାକୁ ପ୍ରଭୁତ୍ୱରେ ବୁଝେଇଥିଲା। କିନ୍ତୁ ବ୍ୟବସ୍ଥା ଆସିଲା ପରେ ସମସ୍ତେ ମରିଯାଉଛି, କିନ୍ତୁ ବ୍ୟବସ୍ଥା ଲୋପ ହେଲା ପରେ ସମସ୍ତେ ଜୀବନ କରୁଛନ୍ତି। ଚିନ୍ତା କରନ୍ତୁ, ଆଜି ଲୋକ ପାପୀ, ନିଜକୁ ପାପୀ ପ୍ରଭୁତ୍ୱରେ କହୁଛନ୍ତି। ବାଇବଲ ଲେଖା ହେଇଛି ପାପର ବେତନ ମୃତ୍ୟୁ। ଲୋକ କାହିଁକି ମରୁନାହାନ୍ତି? ଲୋକ କାହିଁକି ଆଜି ପର୍ଯ୍ୟନ୍ତ ବଞ୍ଚିକି ଅଛନ୍ତି? ଯଦି ପାପର ବେତନ ଯଦି ମୃତ୍ୟୁ, ପାପୀ କହିବା ଲୋକ ମରବା ଦରକାର ନା ନାହିଁ? କିନ୍ତୁ ଆଜି ପର୍ଯ୍ୟନ୍ତ ମରିନାହାନ୍ତି ଲୋକ, ମରୁନାହାନ୍ତି ଲୋକ। କ'ଣ ପାଇଁ? ପ୍ରଭୁ ପାପ ସ୍ମରଣ କରୁନାହାନ୍ତି, ପାପ ଧରୁନାହାନ୍ତି। ଦିନେ ବ୍ୟଭିଚାର କଲା, ପାପ କଲା, ବ୍ୟଭିଚାର କର୍ମ କରୁଥିବା ସମୟରେ ଧରା ପଡ଼ିଲା। ଶାସ୍ତି ଆପାର ସେମାନେ ବ୍ୟବସ୍ଥା ଦ୍ୱାରା, ବ୍ୟବସ୍ଥାର ନିୟମ ଯାହା ଦିଆହେଇଛି ସେ ନିୟମକୁ ନେଇକି ବ୍ୟଭିଚାରୀ ଦୋଷୀ କଲେ। ଯୀଶୁଙ୍କ ପାଖରେ ଯାଇକି ପ୍ରଶ୍ନ ପଚାରିଲେ, ଗୁରୁ, ଏ ପ୍ରକାର ଲୋକମାନଙ୍କୁ ପଥର ଫୋପାଡ଼ିକି ମାରିବାକୁ ମୋଶେ ଆଦେଶ ଦେଇଛନ୍ତି, ନିୟମରେ ଏମିତି ଲେଖା ହେଇଛି, ଆପଣ କ'ଣ କହୁଛନ୍ତି? ଯୀଶୁ କିଛି କହିଲେ ନାହିଁ। ଯୀଶୁ ଭୂମିରେ ଲେଖିଲେ, ପୁନଃ ପଚାରନ୍ତି। ଯୀଶୁ ଆଉ ଥରେ ଭୂମିରେ ଲେଖିଲେ। 3 ନମ୍ବର ବେଳକୁ ଯୀଶୁ କ'ଣ କହିଲେ? ତୁମମାନଙ୍କ ମଧ୍ୟରେ ଯିଏ ନିଜକୁ ନିଷ୍ପାପ ମନେ କରୁଅଛ, ସେ ପ୍ରକାର ଲୋକ ପ୍ରଥମେ ପଥର ଫୋପାଡ଼। ଜଣେ ବି ଲୋକ ନଥିଲେ ଯିଏକି ଯୀଶୁଙ୍କୁ, ଏ ବ୍ୟଭିଚାରୀ ସ୍ତ୍ରୀକୁ ପଥର ମାରିପାରେ। ସମସ୍ତଙ୍କର ପଥର ତଳେ ପଡ଼ୁଛି। କାହିଁକି? ଯୀଶୁ ଆସିଲା ପରେ ନିୟମ କିଛି କାମ କରୁନି। ଯୀଶୁ ଆସିଲା ପରେ ବ୍ୟବସ୍ଥାର କିଛି ବଳ ନାହିଁ। ବୁଝିପାରୁଛନ୍ତି କି? ଯୀଶୁ ଆସିଲା ପରେ ବ୍ୟବସ୍ଥାର ଆବଶ୍ୟକ ପ୍ରଭୁତ୍ୱରେ ନାହିଁ। କିନ୍ତୁ ଯୀଶୁ ଆସିଲା ପରେ କ'ଣ ଆବଶ୍ୟକ ଜାଣିଛନ୍ତି? ଅନୁଗ୍ରହ ପ୍ରଭୁତ୍ୱରେ ଆବଶ୍ୟକ ଅଛି। ସେଥିପାଇଁ ବାଇବଲ ନାହିଁ, ସତରେ ଆମେ ନିଜକୁ ଦେଖିଲେ ଆମେ କେତେ ମନ୍ଦ ଲୋକ, କେତେ କଦର୍ଯ୍ୟ, କେତେ ଦୁଷ୍ଟ ଲୋକ, ନିଜ ଉପରେ ନିର୍ଭର କରିକି, ନିଜକୁ ବିଶ୍ୱାସ କରିକି ବଞ୍ଚୁଥିବା ଲୋକ ଥିଲେ। କିନ୍ତୁ ପରମେଶ୍ୱର ସେ କୌଣସି ବିଷୟକୁ ନ ମନେ ପକେଇକି ଯୀଶୁଙ୍କୁ ଦେଖିକି ଆମେ ସମସ୍ତଙ୍କୁ ଦିନେ ଧାର୍ମିକ କରୁଛନ୍ତି। ଯେତେବେଳେ ଆମେ ସେଟାକୁ ବିଶ୍ୱାସ କଲୁ, ମୁଁ କ'ଣ ବୋଲି ପ୍ରଭୁତ୍ୱ ସାକ୍ଷ୍ୟ ପାଉଛି? ପ୍ରଭୁ ମୁଁ ଧାର୍ମିକ, ପବିତ୍ର, ମୁଁ ସିଦ୍ଧ, ଅନନ୍ତକାଳୀନ ପାଇଁ ମୁକ୍ତି ହେଇଛି, ମୁଁ ମୁକ୍ତ କରାଯାଇଛି। ଆମେ ପ୍ରଭୁତ୍ୱରେ ପ୍ରକାର ବିଶ୍ୱାସ କରୁଛୁ। ସେଥିପାଇଁ ବାଇବଲ କ'ଣ କହୁଛି? ଅବ୍ରାହମ କ'ଣ, ଶାସ୍ତ୍ର କ'ଣ କୁହେ? ଅବ୍ରାହମ ଈଶ୍ୱରଙ୍କ ଠାରୁ ବିଶ୍ୱାସ କଲେ। ଅବ୍ରାହମ ନିଜ ଉପରେ ବିଶ୍ୱାସ କଲେ, ବ୍ୟବସ୍ଥା ପ୍ରଭୁତ୍ୱରେ ନିର୍ଭର କଲେ, ନା ଈଶ୍ୱରଙ୍କ ଠାରେ ବିଶ୍ୱାସ କଲେ? ଲେଖାଯାଇଛି ଈଶ୍ୱରଙ୍କ ଠାରେ ବିଶ୍ୱାସ କଲେ। ସତରେ ଏ ପ୍ରକାର ଭାବରେ ଆମ ପାଖକୁ ସୁସ୍ମତାର ପ୍ରଭୁତ୍ୱରେ ଦିନେ ଆସିଲା। ଏ ସୁସ୍ମତାର କେତେ ମହାନ ଅଟେ! ଯେଉଁ ବି ଲୋକ ପ୍ରଭୁତ୍ୱରେ ବିଶ୍ୱାସ କରିବ, ଧାର୍ମିକ ନ ହେଇକି ଫେରିପାରିବ ନାହିଁ, ପବିତ୍ର ନ ହେଇକି କେବେ ମଧ୍ୟ ସେ ଫେରିପାରିବ ନାହିଁ। କିନ୍ତୁ ପରମେଶ୍ୱର ଏ ସୁସ୍ମତାର ଆମମାନଙ୍କୁ ହୃଦୟରେ ସ୍ଥାପନ କରିବା ପାଇଁ ଚାହୁଁଛି। ଚର୍ଚ୍ଚରେ ଅନୁଯୋଗ କାହିଁକି ଅଛି? କ'ଣ ପାଇଁ ପବିତ୍ର ଦିଆଯାଉଛି? ଯୀଶୁ ଯେତେବେଳେ ଜେରୁସାଲେମ ମନ୍ଦିରକୁ ଦେଖିଲେ, ସେ ଲୋକ ଗାପ୍ତା ବ୍ୟବସାୟ କରୁଛନ୍ତି, ମୁଦ୍ରା ବ୍ୟବସାୟ କରୁଛନ୍ତି, ମେଣ୍ଢା ବ୍ୟବସାୟ କରୁଛନ୍ତି, ଗୋରୁ ବ୍ୟବସାୟ କରୁଛନ୍ତି। ଯୀଶୁଙ୍କୁ ଭଲ ଲାଗିଲା। ମନ୍ଦିର କେମିତି ହେବା ଦରକାର? ମନ୍ଦିର ପରିଷ୍କାର ହେଇକି ରହିବା ଦରକାର। ସେଟା କୌଣସି ବ୍ୟବସାୟ ପ୍ରଭୁତ୍ୱରେ ଚାଲିବା ଦରକାର ନାହିଁ। କିନ୍ତୁ ଯୀଶୁ ଯେତେବେଳେ ଗଲାବେଳକୁ ମନ୍ଦିର ଭିତରେ ପ୍ରକାର ବ୍ୟବସାୟ ଅଛି। ଯେତେବେଳେ ଦୁନିଆରେ ଦେଖିବେ, ଯେଉଁ ଜାଗାରେ ମନ୍ଦିର ଅଛି ସାଇଡରେ ଦୋକାନ ଥିବ। କାହିଁକି ଜାଣିଛ? ବାଇବଲ କପି କରୁଛନ୍ତି। ସତରେ ମନ୍ଦିର ଦେଖିବେ, ବ୍ୟବସାୟ ଥିବ, କରୁନାହାନ୍ତି? ଏ ପ୍ରକାର ଭାବରେ ଏଇଟା ହେଉଛି ଜେରୁସାଲେମର ପ୍ରତିଶୋଧ। ସେଥିପାଇଁ ଯୀଶୁ କ'ଣ କହିଲେ? ମୋର ପିତାଙ୍କର ଗୃହକୁ ଅପରିଷ୍କାର କରୁ ନାହିଁ। ସେଥିପାଇଁ ଯୀଶୁ ପ୍ରହାର କାଲେ ସବୁକୁ ପ୍ରହାର ଦେଲେ। ସେଥିପାଇଁ ମୁଁ ଆଜି ମୋତେ ଆରମ୍ଭରୁ ସମସ୍ତଙ୍କୁ ଟିକେ ଟିକେ ପ୍ରହାର ଦେଲି। କାହିଁକି? ଅପରିଷ୍କାର ଗନ୍ଧିଆ ଜିନିଷ ପ୍ରଭୁତ୍ୱରେ ରଖିଛନ୍ତି। ପ୍ରହାର ଦେବା ଦରକାର ନା ଦରକାର ନାହିଁ? ଦରକାର। ପ୍ରହାର ଦେଲେ ଚେତା ପାଇବେ, ପ୍ରହାର ଦେଲେ ପ୍ରଭୁତ୍ୱରେ ସେନ୍ସ ଫେରିବ। ଯଦି ପ୍ରହାର ଦିଆହେବନି କ'ଣ ହବ ଜାଣିଛ? ଏ ବ୍ୟବସାୟ ଚାଲିବ। ସେଥିପାଇଁ ମେଷପାଳକ ମାନେ ଯେତେବେଳେ ମେଷ ଚରାନ୍ତି କ'ଣ କରନ୍ତି? ଯେଉଁ ମେଷ ଆଗରେ ହେବ ତାକୁ ମାଡ଼ ଦିଅନ୍ତି। କାହିଁକି ମାଡ଼ ଦିଆଯାଏ ଜାଣିଛ? ଆଗରେ ହେ ନା, ତୁ ଦଳରେ ଯାଇକି ଦଳ ସହିତ ଯା, ଦଳ ସହିତ ମିଶିକି ଗଲେ ଶତ୍ରୁ ଠାରୁ ଉଦ୍ଧାର ପାଇବ। ଶତ୍ରୁ ତତେ ଆଟାକ୍ କରିପାରିବନି। ଆଟାକ୍ କରିବା ପୂର୍ବରୁ ଚିନ୍ତା କରିବ କାହାକୁ ଆଟାକ୍ କରିବି। କିନ୍ତୁ ତୁ ଏକଲା ହବୁ,
ଜଲ୍ଦି ଗ୍ରାସ କରାଯାଏ। ସେଥିପାଇଁ ମେଷପାଳକମାନେ ବେଶୀ ସୁରକ୍ଷା କରିବା ଲୋକ। ସେଥିପାଇଁ ପରମେଶ୍ୱର ମେଷପାଳକକୁ ଆମକୁ ପ୍ରଭୁତ୍ୱ ଦେଇଛି। ସେଥିପାଇଁ ସେ ମେଷପାଳକ ହେଉଛନ୍ତି ଯୀଶୁ ଖ୍ରୀଷ୍ଟଙ୍କୁ ବୁଝାଏ। ଆମେ ସତରେ ପରମେଶ୍ୱର ଏ ପ୍ରକାର ଭାବରେ ଆମମାନଙ୍କୁ ମଣ୍ଡଳୀକୁ ପ୍ରଭୁତ୍ୱରେ ଆରମ୍ଭ କରିଅଛି। ସେଥିପାଇଁ ଆମର ଚର୍ଚ୍ଚରେ ପାଷ୍ଟରଙ୍କର ନିଷ୍ପତ୍ତି ହେଉଛି ବେଶୀ ବଡ଼, ଚର୍ଚ୍ଚର ନିଷ୍ପତ୍ତି ହେଉଛି ବେଶୀ ବଡ଼। କିନ୍ତୁ ଅଲଗା ଜାଗାରେ ଯଦି ଦେଖିବେ ଲୋକମାନଙ୍କର ନିଷ୍ପତ୍ତି ବଡ଼ ହଁ କି ନାଇଁ? ଜହନ ପୁସ୍ତକ 2 ପର୍ବରେ ଦେଖିଲେ ପରିଚାରକ ମାନଙ୍କ ନିଷ୍ପତ୍ତି ଦିନେ ଥିଲା ଦ୍ରାକ୍ଷାରସ ବନେଇଥିବେ କିନ୍ତୁ ଶେଷ ହେଇନି। କିନ୍ତୁ ଦିନେ ଯୀଶୁଙ୍କର ନିଷ୍ପତ୍ତି ହେଲା। ପରିଚାରକ ଦ୍ରାକ୍ଷାରସ ବନେଇଥିଲେ, ଯୀଶୁଙ୍କର ଦ୍ରାକ୍ଷାରସ ସେମିତି ନାହିଁ। ଯୀଶୁଙ୍କର ଦ୍ରାକ୍ଷାରସ ବନେଇବାଟା ପ୍ରୋସେସ୍ ଅଲଗା। ଯୀଶୁ କହିଲେ ପଥର ଯାହା ଗୁଡ଼ାକରେ ପାଣି ଭର୍ତ୍ତି କର। କିଏ ପାଣି ଭର୍ତ୍ତି କର? ଯେ ମୂର୍ଖ ସିଏ ଏକା ଭର୍ତ୍ତି କର। ମୂର୍ଖ ନହେଲେ ଭର୍ତ୍ତି କରବ ପାଣିକୁ ଦ୍ରାକ୍ଷାରସ ବୋଲି କିଏ ବିଶ୍ୱାସ କର? କିନ୍ତୁ ପରିଚାରକ ମାନେ ଦିନେ ମୂର୍ଖ ଭାବରେ ଗ୍ରହଣ କଲେ। ହଁ ପ୍ରଭୁ ଠିକ୍ ଅଛି, ଗ୍ରହଣ ଭର୍ତ୍ତି କରିବୁ କହିକି ପଥର ଯାହା ଗୁଡ଼ାକ 6ଟା ରଖାଯାଇଥିଲା ଏମାନେ ଗଲେ 15 ପର୍ଯ୍ୟନ୍ତ ପାଣି ଭର୍ତ୍ତି କଲେ। ଗୋଟେ ସାଇଡରେ ଦେଖିଲେ ଏଇଟା ହେଉଛି ଜଗତ ଦୃଷ୍ଟିରେ ମୂର୍ଖାମି। ସତରେ ଆମେ ଧାର୍ମିକ କହୁଛୁ, ଲୋକଙ୍କ ଦୃଷ୍ଟିରେ ଏଇଟା ମୂର୍ଖାମି। ସତରେ ଏଇଟା ଆମେ ଧାର୍ମିକ କହୁଛୁ, ପବିତ୍ର କହୁଛୁ, ଲୋକଙ୍କ ଦୃଷ୍ଟିରେ କ'ଣ ଏଇଟା? ଆଇଲେ ବଡ଼ ଧାର୍ମିକ, ଆଇଲେ ବଡ଼ ବିଶ୍ୱାସୀ, ଆଇଲେ ବଡ଼ ନିଷ୍ପାପୀ। ଲୋକ ଏମିତି କହୁନାହାନ୍ତି? ଆମ ପାଖକୁ ଆମେ ଆଇଲୁ, ଯୀଶୁ ଆଇଲୁ। ହଁ କି ନାଇଁ? ଆମ ପାଖକୁ ଆମେ ଆସିଲୁ ନାହିଁ, ଯୀଶୁ ଆଇଲେ। ଯୀଶୁ କହିଲେ ଧାର୍ମିକ, ଆମେ ମୂର୍ଖ ହଉ କି ନ ହଉ, କିନ୍ତୁ ଯୀଶୁ କହିଲେ ପାଣି ଭର୍ତ୍ତି କର। ଆମେ ପାଣି ଖାଲି ଭର୍ତ୍ତି କରୁ, ସେଟା ଦ୍ରାକ୍ଷାରସ ହେଲା ପରେ। ଆମେ ଜାଣିନୁ ଆମେ କେମିତି ଧାର୍ମିକ। ଯୀଶୁ କହିଲେ ତମେ ଧାର୍ମିକ, ଆମେ ଗ୍ରହଣ କରୁ। କେତେ ସହଜ ଧାର୍ମିକ ହେବାଟା, ପବିତ୍ର ହେବା, ସ୍ୱର୍ଗକୁ ଯିବାର ରାସ୍ତା କେତେ ସହଜ, ହଁ କି ନାଇଁ? କିନ୍ତୁ ଲୋକଙ୍କ ପାଇଁ କାହିଁକି ପ୍ରଭୁତ୍ୱରେ କଷ୍ଟ? ଲୋକ ନାଇକି ବୁଝାମଣାର ଦୁନିଆରେ ବଞ୍ଚୁଛନ୍ତି। ସେଥିପାଇଁ ଆଜି ଜହନ ପ୍ରଭୁତ୍ୱରେ ଯୀଶୁଙ୍କୁ ନିବାରଣ କରିବାର ଅର୍ଥ କ'ଣ? ଯୀଶୁ ଜହନ ନିଜର ଆଖିକୁ ଦେଖୁଛନ୍ତି, ନିଜର ଆଖିରେ ଦେଖୁଥିବା ବିଷୟକୁ ପ୍ରଭୁତ୍ୱରେ ବିଚାର କରୁଛନ୍ତି। ଯୀଶୁ ଜହନ ଦେଖୁଥିବା ଆଖିକୁ କାଢ଼ିବା ପାଇଁ ଚାହୁଁଛନ୍ତି। ଯୀଶୁ ନିଜର ଆଖି ଜହନଙ୍କ ପାଖରେ ଦେବା ପାଇଁ ଚାହୁଁଛନ୍ତି। ସେଥିପାଇଁ ଯୀଶୁ କ'ଣ କହିଲେ? ଏବେ ସମ୍ମତ ହେ, ରାଜି ହେଇଯା। ଓଡ଼ିଆରେ ଧର୍ମକର୍ମ ଲେଖା ହେଇଛି, ଇଂଲିଶରେ ରାଇଚସନେସ୍ ଲେଖା ହେଇଛି। ରାଇଚସନେସ୍ ମାନେ ଓଡ଼ିଆରେ କ'ଣ? ଧାର୍ମିକତା। ଆମେ 2 ଜଣ ମିଶିଲେ ଧାର୍ମିକତା ଆସିବ। ଯୀଶୁ ଜହନ ସେ ସମୟରେ ସହମତି ହେଲେ ଲେଖା ହେଇଛି, ରାଜି ହେଲେ ଲେଖା ହେଇଛି। ଜହନ ରାଜି ହେଲା ପରେ ଏ 2 ଜଣଙ୍କର ମନ ହୃଦୟ ଏକ ହୋଇଛି। ଏ ପ୍ରକାର ଭାବରେ ଦିନେ ପାପ କ୍ଷମା ହେଲା। ଏ ପ୍ରକାର ଭାବରେ ଯୀଶୁ ପ୍ରଭୁତ୍ୱରେ ଜଗତର ପାପକୁ ନେଇକି ଯାଉଛି। ଏ ପ୍ରକାର ଭାବରେ ଜଗତର ପାପକୁ ପ୍ରଭୁତ୍ୱରେ ସମାପ୍ତ କରାଯାଉଛି। ସେଥିପାଇଁ ଯୀଶୁ କ୍ରୁଶରେ ଚଢ଼ିଲା ପରେ ସେ ସମାପ୍ତ ହେବା ପୂର୍ବରୁ, ପ୍ରାଣତ୍ୟାଗ କରିବା ପୂର୍ବରୁ ସେ ଅମର ରସ ପାନ କରୁଛନ୍ତି ଆଉ କହୁଛନ୍ତି ସମାପ୍ତ ହେଲା। କ'ଣ ସମାପ୍ତ ହେଲା? ମୋର ପାପ ସମାପ୍ତ ହେଲା, ମୋର ଦୁଷ୍ଟତା ପ୍ରଭୁତ୍ୱରେ ଭାଙ୍ଗିଗଲା, ମୁଁ ନିଜ ଉପରେ ନିର୍ଭର କରିବାର ସମାପ୍ତ ହେଲା। ଚିନ୍ତା କରନ୍ତୁ, ଗୋଟେ ମେଷ ମରୁଛି, ଯଜ୍ଞବେଦୀରେ ତାର ମାଂସ ପ୍ରଭୁତ୍ୱରେ ଦଗ୍ଧ କରାହଉଛି, ପୋଡ଼ା ହେଉଛି। କ'ଣ ବାହାରିବା ଦରକାର? ଧୂଆଁ ବାହାରିବା ଦରକାର, ଗନ୍ଧ ବାହାରିବା ଦରକାର, ହଁ କି ନାଇଁ? ଜଣେ ଖ୍ରୀଷ୍ଟିଆନ ଲାଇଫରେ ବାକ୍ୟ ଶୁଣିଲା ପରେ କି ପ୍ରକାର ଗନ୍ଧ ବାହାରିବା ଦରକାର? ପାପୀର ଗନ୍ଧ ନା ଧାର୍ମିକତାର ଗନ୍ଧ? ଧାର୍ମିକତାର ଗନ୍ଧ। ଅବିଶ୍ୱାସର ଗନ୍ଧ ନା ବିଶ୍ୱାସର ଗନ୍ଧ? କିନ୍ତୁ ବେଳେବେଳେ ଶୈତାନ ଆମକୁ ଅବିଶ୍ୱାସର ଗନ୍ଧ ଦେଉଛି। ଏଟା ପାଇଁ ସେଟା ପାଇଁ ଏ ସମସ୍ୟା। କିନ୍ତୁ ପ୍ରଭୁ ଆମକୁ ସେଇ ପ୍ରକାର ଗନ୍ଧ ଦେବା ପାଇଁ ଚାହୁଁନାହାନ୍ତି। ଈଶ୍ୱର ସ୍ୱର୍ଗରେ ଅଛନ୍ତି, ଯାଜକ ଯଜ୍ଞବେଦୀରେ ସବୁ ମାଂସ ମେଦକୁ ଦଗ୍ଧ କରୁଛନ୍ତି। ଈଶ୍ୱର କ'ଣ କଲେ ଲେଖା ହେଇଛି? ଆଘ୍ରାଣ କଲେ ଲେଖା ହେଇଛି। ଆଘ୍ରାଣ ମାନେ କ'ଣ? ଶୁଙ୍ଘିଲେ। ଈଶ୍ୱର ଶୁଙ୍ଘିଲା ପରେ କ'ଣ ଜାଣିଥିଲେ? ଏଇଟା ତାରକଦାତା ପାଇଁ ଗୋଟେ ପଶୁ ମରିଗଲା। କାଲକାଟାର ସେ ଅନୁଗୁଳରେ ଅଛନ୍ତି, କାଲକାଟା ଛାଡ଼ିଲେ ଅନୁଗୁଳ ଲାଗି ପରିତ୍ରାଣ ପାଇଲେ, ସେଥିପାଇଁ ସବୁ ମରିଗଲା। ଠିକ୍ ଅଛି, ତାରକଦାତାକୁ ମୁଁ ଦେଖିବି ନାହିଁ, ଏ ମେଷ ୟା ପାଇଁ ମରିଗଲା। ଧାର୍ମିକ ତାରକଦାତା ଆଜିଠାରୁ ଧାର୍ମିକ। କିଏ ଗଣନା କଲା? ଈଶ୍ୱର।
परमेश्वर गणना सम्मान से प्रकार भाव में दिन आम प्रकार गणा से परमेश्वर कौन कहते चाहते निजक विश्वास कर निजक देख ना बाकी को देख शास्त्र कौन कह अब्राहम ईश्वर ठारे विश्वास कले ईश्वर धार्मिक बोली गणना कले से क्रियाकर्म द्वारा धार्मिक गणित हुए गर्वर कारण ईश्वर ठारे ना ताने ईश्वर पाखे से गर्व कर पार्बना देखे ही पार्ब ना प्रभु यहाँ कम कली मत दियो एस दिन कर्म कला बापा पाखे आशीर्वाद पाइले ना अभिशाप पाइला बापा कहले मोर आशीर्वाद शेष होगा सरीगला तुम ठाक जड़े आसला मुझे देली कह जाकब को देखले किसी करना कि एसो को ना छेड़ा हेले जाकब आशीर्वाद पाइले आम जीशु को प्रभु जीशु ना नहीं विश्वास करुचु जीशु जहाँ कहते ग्रहण करुचु आम धार्मिक हो पवित्र हो प्रकार भाव जड़े लोक पापे धार्मिक पवित्र होते प्रभु कौन कहते चाहते एफिसियों पुस्तक 2 पर्वर वाक्य टी काढ़ एफिसियों पुस्तक 2 पर्व 8 पद क्या अनुग्रह विश्वास द्वारा तुमने परित्राण पाई तुम निज ठार हुईना ईश्वर दान तेज आम परित्राण पाई निज ठार ना ईश्वर दान ईश्वर दान कह जगह अनुग्रह विषय प्रकृति लिखाई अनुग्रह पर विश्वास प्रकृति आसी विश्वास पर परित्राण प्रकृति आसी निज ठार ना लिखाई ईश्वर दान लोक परित्राण को निज ठार खोजुन निज पाखे देखा चाहते असंभव कि बहु कौन कहते अनुग्रह विश्वास द्वारा तुमने परित्राण पाई आस तुम निज ठार हुई ना ईश्वर दान जदि ईश्वर दान जदि पाई आत्मिक जीवन बचिला बेलू अनुग्रह पाई बचार समस्या परिस्थिति को अतिक्रम करने तो अनुग्रह पवित्र दरकार परमेश्वर ए प्रकार भाव में आम समस्त पवित्र गणना करने चाहते 9 पद लिखाई क्रियाकर्म नुहे कौन लिखाई क्रियाकर्म नुहे जे कहीं दर्प न कर निजर कर्म ना तुम दर्प कर पार ना आम धार्मिक केमती हेलु आम जीशुकर रक्त आम धार्मिक पवित्र से एफिसियों पुस्तक देखते आउ गोटे वाक्य 16 पद देखते आ कोष द्वारा शत्रुता विनाश कर तो द्वारा उभय को एक सूर्य स्वरूप गठन कर ईश्वर सहित मिलित करा ईश्वर कौन द्वारा मिलित कर कोष द्वारा शत्रुता विनाश कर लिखाई ना मोर पाप को जगह समाप्त है कुशल वृष को चाबुक दिया कोटार मुकुट पिंधा कंटा प्रभुतर मरा कौन पाप वेतन दिया जीशु पापर वेतन एक प्रकार भाव देले से जगह कौन लिखा है 16 पद पुरुष द्वारा शत्रुता विनाश कर तो द्वारा उभय को एक शरीर स्वरूप गठन कर ईश्वर सहित मिलित कराती कौन पार्टी करुच कहीं पार्टी करुच बाइबल को देखिले से क्या द्वारा मिलित कराती लिखाई ईश्वर सहित लिखाई 18 पद लिखाई कारण ताहां को दे आम उभय एक आत्मा को निकट आत्मा को द्वारा पिता को निकट जीवन पथ पाई पथ पाइबो ना पाई परमेश्वर अलरेडी आमको स्वर्ग को जीवार रास्ता दे जीशु द्वारा आम स्वर्ग को जाई पारिबो बहु एक प्रकार भाव आम देखा चाहते गणना करने चाहते से भावना नहीं आपण मैंने ए प्रकार सुसमाचार को बहुत प्रचार कर आज मुझे कहि प्रार्थना कर धन्यवाद दूसरे परमेश्वर आज अनुग्रह देल सतरे आम जन लोक के दुष्ट मंद
ଯିଏକି ନିଜର ଚିନ୍ତା ନିଜର କର୍ମ ଉପରେ ନିର୍ଭର କରିକି ବଞ୍ଚିକି ଆସୁଥିବା ଲୋକ। କିନ୍ତୁ ସ୍ୱର୍ଗସ୍ଥ ପିତା ଆମେ ଯେତେବେଳେ ଦେଖୁଛୁ ବାଇବଲରେ ସେଠି ପୁରାତନ ନିୟମରେ ପରମେଶ୍ୱର କେମିତି ନିୟମକୁ ପ୍ରଭୁତ୍ୱରେ ଦେଉଛନ୍ତି, ଆଉ ଯୀଶୁକୁ ଆସିବା ପର୍ଯ୍ୟନ୍ତ ସେ ନିୟମକୁ ଯେମିତି ଆଜ୍ଞା ଲଙ୍ଗନ ହେତୁ ସେ ଯେମିତି ଯୋଗ କରୁଛନ୍ତି। ସତରେ ନିୟମ ଯେତେବେଳେ ଆସିଲା ସେଠି ପାପକୁ ପ୍ରମାଣିତ କରୁଛି। କିନ୍ତୁ ଯଦି ନିୟମ ନଥାନ୍ତା ସେ ପାପ ଗଣାଯାଇ ନଥାନ୍ତା ଲେଖାଯାଇଛି। ଏତେ ନିୟମ ଗୋଟେ ବିଷୟ ପ୍ରକାଶ କରୁଛି, ପାପକୁ ଦେଖାଉଛି। କିନ୍ତୁ ଯେ ନିୟମ କେବେ ମଧ୍ୟ ଜଣେ ପାପକୁ ଧାର୍ମିକତା ଦେଇପାରିବ ନାହିଁ, ଧାର୍ମିକତାର ଦୁନିଆକୁ ପ୍ରଭୁତ୍ୱରେ ଆଣିପାରିବ ନାହିଁ। କିନ୍ତୁ ନିୟମ ଗୋଟେ ବିଷୟକୁ କରିପାରିବ, ସେଟା ହେଉଛି ପାପକୁ ପ୍ରକାଶ କରିପାରିବ। ଏତେ ନିୟମ ଆସିଲା ଏଥି କାରଣ ପାଇଁ ଯେ ପରମେଶ୍ୱର ସେଠି ନିୟମ ଦ୍ୱାରା ଜଗତରେ ଥିବା ଲୋକମାନଙ୍କର ପାପକୁ ପ୍ରକାଶ କରିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ପାପ ଯଦି ନାହିଁ, ପାପ କ୍ଷମା ହେଇପାରିବ ନାହିଁ। ପରମେଶ୍ୱର ସେ ଜାଗାରେ ସମସ୍ତଙ୍କ ହୃଦୟରେ ଗୋଟେ ବିଷୟ କହିବା ପାଇଁ ଚାହୁଁଛନ୍ତି, ସତରେ ପାପୀ ପାଇଁ ପାପ କ୍ଷମା ଅଛି। ସେଥିପାଇଁ ଦିନେ ଯୀଶୁ ଜନ୍ମଗ୍ରହଣ କଲା ପରେ, ମରିୟମଙ୍କ ଗର୍ଭରୁ ସେ ଆସିଲା ପରେ, ଦିନେ ସେ ଜହନ୍ନଙ୍କ ନିକଟରେ ପ୍ରକୃତରେ ଛିଡ଼ା ହେଉଛି। ଜହନ୍ନଙ୍କ ନିକଟରେ ଛିଡ଼ା ହେଲେ ଜହନ୍ନଙ୍କୁ ପ୍ରକୃତରେ ସେ କହିଲେ, ଜହନ୍ନ ମୋତେ ବାପ୍ତିସ୍ମ ଦିଅ। ସେ ସମୟରେ ଜହନ୍ନ ନିବାରଣ କରି କହିଲେ, ପ୍ରଭୁ ଆପଣଙ୍କର ବାପ୍ତିସ୍ମ ନେବା ଆବଶ୍ୟକ, ଆପଣ ମୋ ପାଖରେ ଆସିଛନ୍ତି। ଯୀଶୁ କହିଲେ, ଏବେ ସମ୍ମତ ହୁଏ, ସମସ୍ତ ଧର୍ମକର୍ମ ସାଧନ କରି ଆମମାନଙ୍କୁ ଉପଯୁକ୍ତ ସମୟ। ସେ ସମୟରେ ଜହନ୍ନ ରାଜି ହେଲେ, ଯୀଶୁଙ୍କ ଉପରେ ହସ୍ତାର୍ପଣ କରୁଛନ୍ତି। ଜଗତର ପାପ ଯୀଶୁଙ୍କୁ ଚାଲିଯାଇଛି। ଦିନେ ଜହନ୍ନ ପ୍ରଭୁତ୍ୱରେ ପ୍ରମାଣ ଦେଉଛନ୍ତି, ସାକ୍ଷ୍ୟ ଦେଉଛନ୍ତି, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ ଯେ ଜଗତର ପାପ ବହି ନେଇଯାଏ। ଓ ଜହନ୍ନ ସେ ବିଷୟକୁ ଦେଖିପାରୁଛନ୍ତି ଯାହାକି ଜଗତର ପାପ ଯୀଶୁଙ୍କ ଉପରେ ପ୍ରଭୁତ୍ୱରେ ଚାଲିଯାଇଛି। ଏତେ ଆଜି ମଧ୍ୟ ଯେତେବେଳେ ବଞ୍ଚୁଅଛୁ, ଆମେ ନିଜକୁ ଦେଖିବା ପରିବର୍ତ୍ତେ, ନିଜର ପାପକୁ ପ୍ରକୃତିରେ ଦେଖିବା ପରିବର୍ତ୍ତେ, କାରଣ ନିଜକୁ ଯୀଶୁଙ୍କ ଉପରେ ପାଇବୁ। ଯୀଶୁଙ୍କୁ ଯେତେବେଳେ ଆମେ ଦେଖିବୁ, ସେ ସମୟରେ ଯୀଶୁଙ୍କ ଉପରେ ଥିବା ପାପକୁ ପ୍ରକୃତିରେ ଆମେ ଦେଖିପାରିବୁ। ପରମେଶ୍ୱର ସତରେ ଆମେ ହେଉଛୁ ଏ ପ୍ରକାର ଲୋକ ଯିଏକି ନିଜକୁ ହିଁ କେନ୍ଦ୍ର କରିକି ବଞ୍ଚୁଆଲେ। କିନ୍ତୁ ପରମେଶ୍ୱର ତୁମେ ଆମମାନଙ୍କୁ ଅନୁଗ୍ରହ ଦୟାକୁ ଦେଇକି ବର୍ତ୍ତମାନ ପର୍ଯ୍ୟନ୍ତ ପଢ଼େଇକି ଆଣିଅଛି। ତୁମେ ଆମମାନଙ୍କୁ ଅନନ୍ତ ମୁକ୍ତିକୁ ଦେଇଅଛି, ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ପରିତାଣ ପାଇଅଛୁ ବୋଲି ଲେଖାଯାଇଛି। ସେଥିପାଇଁ ପରମେଶ୍ୱର ଏଇଟା ହେଉଛି ଈଶ୍ୱରଙ୍କ ଦାନ। ଏବଂ ତୁମେ ଆମମାନଙ୍କୁ ଗୋଟେ ଗିଫ୍ଟ ସଦୃଶ ଏ ପରିତାଣକୁ ତୁମେ ଆମମାନଙ୍କୁ ଦେଇଅଛ। ସତରେ ପ୍ରଭୁ ଆମେ କେବେ ଗର୍ବ କରିପାରିବୁ ନାହିଁ। ଆମେ ପ୍ରଭୁତ୍ୱରେ କରିକି ପାଇଲେ ଆମେ କେବେ ମଧ୍ୟ ପ୍ରଭୁତ୍ୱରେ ପ୍ରକାର କହିପାରିବୁ ନାହିଁ। ଆମେ ଗୋଟେ ବିଷୟ କହିପାରିବୁ, ପ୍ରଭୁ ମୋତେ ଅନୁଗ୍ରହ ଦେଇଅଛନ୍ତି ଧାର୍ମିକ ହେବା ପାଇଁ। ପରମେଶ୍ୱର ଏ ପ୍ରକାର ସୁସମାଚାର ତୁମେ ଆମମାନଙ୍କୁ ସମ୍ମୁଖରେ ଦେଇଅଛ। ଆଜି ମଧ୍ୟ ଯେତେ ବି ଭାଇମାନେ ପ୍ରଭୁତ୍ୱରେ ଅଛନ୍ତି, ଆଉ ଯେଉଁମାନେ ମଧ୍ୟ ପ୍ରଭୁତ୍ୱରେ ଆସିନାହାନ୍ତି, ପ୍ରତ୍ୟେକଙ୍କର ଜୀବନରେ ତୁମେ ଆତ୍ମଙ୍କର ପଢ଼େଇକି ନିଅ। ପରମେଶ୍ୱର ଆତ୍ମାଙ୍କର ଇଚ୍ଛା କ'ଣ, ଆତ୍ମାଙ୍କର ଆତ୍ମାଙ୍କର ଉଦ୍ଦେଶ୍ୟ କ'ଣ, ପ୍ରଭୁ କ'ଣ ଚାହୁଁଛନ୍ତି ମୋର ହୃଦୟରେ, ସେ ପ୍ରକାର ଦୁନିଆକୁ ଖୋଜିକି ଆମେ ଯେମିତି ବଞ୍ଚିବୁ ସେ ପ୍ରକାର ଅନୁଗ୍ରହ କରୁ। ପରମେଶ୍ୱର ପିତା ଆଜି ମଧ୍ୟ ତୁମେ ପଢ଼େଇକି ନିଅ, ଆଉ ତୁମେ ଆମକୁ ଆତ୍ମାର ପାଳକ ଭାବରେ ଆଉ ଆମକୁ ପ୍ରଭୁତ୍ୱରେ ପଢ଼େଇକି ନିଅ। ଧନ୍ୟବାଦ ଦେଉଛୁ। ଆଜି ମଧ୍ୟ ମୂଲ୍ୟବାନ ସମୟକୁ ତୁମେ ଆମମାନଙ୍କୁ ଦେଲ। ସମସ୍ତ ବିଷୟ ତୁମ ହସ୍ତରେ ସମର୍ପଣ କରି ପ୍ରାର୍ଥନା ଶୁଣି ଧନ୍ୟବାଦ ଦେଇ ରାଜକୃତ ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛି।